ହଁ ଆରମ୍ଭରୁ ଅବ୍ୟବସ୍ଥା ହେଇଗଲା। ଠିକ ଅଛି କୃଷ୍ଣଙ୍କର ଇଚ୍ଛା ଆମେ ଆରମ୍ଭ କରିବା। ପ୍ରଥମେ ଆରମ୍ଭ କରିବା ପୂର୍ବରୁ ମୁଁ ପଚାରିବି ସମସ୍ତଙ୍କୁ ଜଣେ ଜଣେ କରି କହିବେ। ଜଣେ ଜଣେ କୁହନ୍ତୁ ଷଡ଼ ଗୋସାଇଁଙ୍କ ନାଁ। ସେ ଖରାପ ହେଇଗଲା। କିଏ କହିପାରିବେ? ହାତ ଦେଖ ସମସ୍ତେ। ଲିପ୍ସା ରାଣୀ ମାତାଜୀ ଆପଣ ପ୍ରଥମ ଗୋସ୍ୱାମୀଙ୍କ ନାଁ କୁହନ୍ତୁ। हरे कृष्ण प्रभुजी धन्यवाद प्रणाम। प्रथम गोस्वामी हेले श्री रूप गोस्वामी। ରୂପ ଗୋସ୍ୱାମୀ ଧନ୍ୟବାଦ। ତାପରେ ଯୋଗେଶ ପ୍ରଭୁ ତମେ କୁହନ୍ତୁ। ଆଉ ଜଣେ ଗୋସ୍ୱାମୀଙ୍କ ନାଁ। ଯୋଗେଶ ପ୍ରଭୁ। ଆଜ୍ଞା ପ୍ରଭୁଜୀ ହରେ କୃଷ୍ଣ ପ୍ରଣାମ। ଆଉ ଜଣେ ଗୋସ୍ୱାମୀଙ୍କ ନାଁ କୁହନ୍ତୁ। ଆଉ ଗୋଟେ ଗୋସ୍ୱାମୀ ମାନେ କଣ ପଚାରିଲେ ମୁଁ ଟିକେ ଶୁଣି ପାରିଲିନି ଟିକେ ଏପଟେ ମୁଁ ଟିକେ କହିଲି ଥିଲି କଣ। ଷଡ଼ ଗୋସ୍ୱାମୀଙ୍କ ଭିତରୁ ଜଣେ ରୂପ ଗୋସ୍ୱାମୀ ମାତାଜୀ ଜଣେ କହିଲେ ଆଉ ତମେ ଆଉ ଜଣେ ଗୋସ୍ୱାମୀଙ୍କ ନାଁ କୁହ। ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ। ହଁ ସନାତନ ଗୋସ୍ୱାମୀ ଆଜ୍ଞା ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ। ଚିନୁ ମାତାଜୀ ଆପଣ କୁହନ୍ତୁ ଆଉ ଜଣଙ୍କ ନାଁ। हरे हरे कृष्ण कृष्ण प्रभु दंडवत प्रणाम। 3 नंबर 3 नंबर गोस्वामीଙ୍କର ନାମ ହେଉଛି ଶ୍ରୀ ରଘୁନାଥ ଭଟ୍ଟ ଗୋସ୍ୱାମୀ। ହରେ କୃଷ୍ଣ ହରି ପ୍ରଭୁ। ବୋଲ ଧନ୍ୟବାଦ। ତାପରେ ନିତ୍ୟାନନ୍ଦ ପ୍ରଭୁ ଆଉ ଜଣଙ୍କ ନାଁ। हरे कृष्ण प्रभु जी दंडवत प्रणाम श्री गोपाल भट्ट गोस्वामी। धन्यवाद। सुश्री सिन्नू माताजी। हरे कृष्णा प्रभु जी दंडवत प्रणाम श्रील जीप गोस्वामी। आदिदेव प्रभु ଆପଣ ମୁଖ୍ୟ ଷୋଳ ଗୋସ୍ୱାମୀ ଯୋଉମାନେ କି ବ୍ରଜ ବୃନ୍ଦାବନରେ କଣ କହିଥିଲେ ନା ଆମର ଯେତେକ ତୀର୍ଥ ସ୍ଥାନକୁ ଉଦ୍ଧାର କରିଥିଲେ। ଚୈତନ୍ୟ ମହାପ୍ରଭୁଙ୍କର ଏଇ 6 ଜଣ ହଉଛନ୍ତି ବହୁତ ମୁଖ୍ୟ ପାର୍ଷଦ ଯୋଉମାନେ କି ଆମର ସମ୍ପ୍ରଦାୟ ଆମର ଭଗବାନଙ୍କର ଥିବା ସବୁ ଲୀଳା ସ୍ଥାନକୁ ଆଗୁଆ ଆଣିଥିଲେ। ଆଉ ଯେତେବେଳେ ଭଗବାନଙ୍କର ପରେ ଆମର ସବୁ ତୀର୍ଥ ସ୍ଥାନ ବୃନ୍ଦାବନରେ ଲୁପ୍ତ ହେଇଯାଇଥିଲା ଏ ଗୋସ୍ୱାମୀଙ୍କୁ ମହାପ୍ରଭୁ ବୃନ୍ଦାବନକୁ ପଠେଇ ସବୁ ଉଦ୍ଧାର କରିଥିଲେ। ତେଣୁକରି ବିଶେଷ କରି ଆମକୁ ଏଇ ଗୋସ୍ୱାମୀ ମାନଙ୍କର ଚରିତ୍ର ଏଇ ଗୋସ୍ୱାମୀଙ୍କ ଜୀବନୀ ଜାଣିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଯଦି ଆମେ ଗୋଟେ ସ୍କୁଲରେ ପାଠ ପଢିବା ଆଉ ଗୋଟେ ସ୍କୁଲର ଶିକ୍ଷାକୁ ଆପଣେଇବା ତାହେଲେ ଏଟା ଠିକ ହେଇନଥାଏ। ଏଟା ଆମ ଶିକ୍ଷାଗତ ଯୋଗ୍ୟତାରେ ଅସୁବିଧା। ତେଣୁ ଯଦି ଆମେ ଆମ ସମ୍ପ୍ରଦାୟକୁ ଆପଣେଇଛେ ତାହେଲେ ଆମ ସମ୍ପ୍ରଦାୟର ଆଚାର୍ଯ୍ୟ ମାନଙ୍କର ଜୀବନୀ ତାଙ୍କର ଆମ ସମ୍ପ୍ରଦାୟ ପ୍ରତି ଆମ ପ୍ରତି ଯୋଉ ମାନେ ତାଙ୍କ ଯୋଉ କାର୍ଯ୍ୟ କରିଛନ୍ତି ଆମ ପାଇଁ ଯୋଉ ସେ ସବୁ କରି ଯାଇଛନ୍ତି ଆମେ ଆଜି ଯୋଉ ଆନନ୍ଦ ପାଉଛେ ଭକ୍ତିରେ ତାଙ୍କ ବିଷୟରେ ଆମକୁ ଜାଣିବାକୁ ପଡିବ। ଯେ ସେ କିଭଳି ତାଙ୍କ ଜୀବନରେ ଭକ୍ତିମୟ ଜୀବନକୁ ଆପଣେଇ ଭକ୍ତି କରି ମହାପ୍ରଭୁଙ୍କ ଆଦେଶ ପାଳନ କରି ସେ କଣ କରିଥିଲେ ନା ଆଜି ଭକ୍ତିମୟ ଧାରାକୁ ଆଗଉ ନାହାନ୍ତି। ଯାହାଙ୍କର ପଦାଙ୍କ ଆଜି ଆମେ ଅନୁସରଣ କରୁଛେ। ତେଣୁକରି ଆଜି ଆମେ ସେଇ ଷୋଡ ଗୋସ୍ୱାମୀଙ୍କ ଭିତରୁ ମୁଖ୍ୟ ଗୋସ୍ୱାମୀ କିଏ ନା ସ୍ୱରୂପ ଗୋସ୍ୱାମୀ। ସେଇ ରୂପ ଗୋସ୍ୱାମୀଙ୍କ ବିଷୟରେ ଆଜି ଆମେ କିଛି ଆଲୋଚନା କରିବା ବା ତାଙ୍କର ଜୀବନ ଚରିତ୍ର କିଛି ଶ୍ରବଣ କରିବା ଆଉ ସେ ଆମ ପାଇଁ କଣ କୃପା ପ୍ରଦାନ କରିଛନ୍ତି। ଆମର ଧାରା ହଉଛି କଣ ଧାରା କୃପାନୁଗ ଧାରା। ଆମର ଧାରା ହଉଛି ରୂପାନୁଗ ମାନେ ରୂପ ଗୋସ୍ୱାମୀଙ୍କର ଅନୁଗାମୀ। ରୂପ ଗୋସ୍ୱାମୀଙ୍କର ପଦାଙ୍କକୁ ଆମେ ଅନୁସରଣ କରିବା ସେ ଯାହା ତାଙ୍କର ଜୀବନରେ ଉପଦେଶ ଆମକୁ ଦେଇଛନ୍ତି ତାକୁ ଆମେ ପାଳନ କରିବା। ତେଣୁକରି ସମସ୍ତଙ୍କ ଅନୁରୋଧ ଆମେ ଯୋଉ ଧାରାରେ ଅଛେ ସେଇ ଧାରାର ଆଚାର୍ଯ୍ୟ ବିଷୟରେ ଜାଣିବାକୁ ପଡିବ। ଗୋଟେ ବିଦ୍ୟାଳୟ ଯାଉଛି ଗୁରୁକୁଳରେ ଅଛି ସେ ଟିଚରଙ୍କ ଜୀବନ ଜାଣିଛି କିଭଳି ସଂଘର୍ଷ କରିକି ଆଜି ପାଠ ପଢେଇଛନ୍ତି ହେଲେ ଆମକୁ ଆହୁରି ତାଙ୍କ ବିଷୟରେ ତାଙ୍କର ଶୁଣିବାକୁ ଇଚ୍ଛା ହବ ଆଉ ତାଙ୍କର ଶିକ୍ଷାକୁ ଆମେ ଗ୍ରହଣ କରିବାକୁ ଇଚ୍ଛା ହବ। ରୂପ ଗୋସ୍ୱାମୀ ଆମର ସମ୍ପ୍ରଦାୟର ମୁଖ୍ୟ ଆଚାର୍ଯ୍ୟ ଆଉ ଆମକୁ ବି ରୂପାନୁଗ ବୋଲି କୁହାଯାଏ। ଆଉ ଯେଭଳି କୁହାଯାଇଛି
ଦୀକ୍ଷା ସମୟରେ ବଡ କୁହାଯାଏ ନା, ଦୀକ୍ଷା ସମୟରେ ଯେ ଗୁରୁଦେବଙ୍କୁ ମାଳେନି ତାଙ୍କୁ ବଡ କୁହାଯାଏ। ତେଣୁକରି ଯେତେବେଳକୁ ଯଦିଓ ରଘୁନାଥ ଦାସ ଗୋସ୍ୱାମୀ ମହାପ୍ରଭୁ ପ୍ରଥମେ ସାକ୍ଷାତ ହେଇଥିଲେ, କିନ୍ତୁ ମହାପ୍ରଭୁଙ୍କର ମାଳା ଗ୍ରହଣ କରିଥିଲେ। ରୂପ ଗୋସ୍ୱାମୀ ପ୍ରଥମେ ଆମର ଗୋସ୍ୱାମୀ ଭିତରୁ ରୂପ ଗୋସ୍ୱାମୀ ପ୍ରଥମେ ଚୈତନ୍ୟ ମହାପ୍ରଭୁଙ୍କୁ ଯୋଉ ଦୀକ୍ଷା ଗ୍ରହଣ କରିଥିଲେ ତାଙ୍କର ମାଳା ନେଇଥିଲେ। ତେଣୁକରି ଯଦିଓ ସନାତନ ଗୋସ୍ୱାମୀ ତାଙ୍କ ବଡ ଭାଇ, ସେ ବଡ, କିନ୍ତୁ ଆମ ମାର୍ଗକୁ ଯେହେତୁ ରୂପ ଗୋସ୍ୱାମୀ ପ୍ରଥମେ ମାଳା ନେଇଥିଲେ ତାଙ୍କୁ ବଡ କୁହାଯାଇଛି। ଆମ ରୂପାନୁଗ ରୂପ ଗୋସ୍ୱାମୀ କି ଜୟ। ସେ ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀ ହଉଛନ୍ତି ଚୈତନ୍ୟ ମହାପ୍ରଭୁଙ୍କର ମହାନ ଅସ୍ତ୍ର। ଏଭଳି କୁହାଯାଏ ଆମକୁ ଆମ ଗୁରୁଙ୍କର ହାତର ଅସ୍ତ୍ର ହେବାକୁ ପଡେ। ଟିକେ ହେଲେ ହରେ କୃଷ୍ଣ ଭୟ ଶୁଭା ହଉଛି ନା? ଆଜ୍ଞା ପ୍ରଭୁ। ଲିପ୍ସନ ମାତାଜୀ ଆପଣଙ୍କ ଭୟ ଶୁଭା ହଉଛି? ଠିକ ଅଛି। ହରେ କୃଷ୍ଣ ମାତାଜୀ ଆପଣଙ୍କୁ ଭୟ ଶୁଭା ହେଲା? ଠିକ ଅଛି। ତେଣୁକରି ଆମକୁ ଆମ ଗୁରୁଙ୍କର ହାତର ଅସ୍ତ୍ର ହେବାକୁ ପଡିବ। ଯେତେବେଳେ ଜଣେ ବ୍ୟକ୍ତି ତା ଗୁରୁଙ୍କ ହାତର ଅସ୍ତ୍ର ହୁଏ ନା, ସେତେବେଳେ କିଭଳି ଆମ ଅସ୍ତ୍ର ହେବାକୁ ପଡିବ। ଖାଲି ଅସ୍ତ୍ର ବୋଲି କଣ, ହଁ ମୁଁ ମୋ ଗୁରୁ ହାତର ଅସ୍ତ୍ର କହିଦେଲେ ହବନି, ଆମକୁ ସେଭଳି କାର୍ଯ୍ୟ କରିବାକୁ ପଡିବ, ସେଭଳି ଆମକୁ ଆଚରଣ କରିବାକୁ ପଡିବ। ଯେଭଳି ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ବା ଗୋସ୍ୱାମୀ ବୃନ୍ଦ ତାଙ୍କ ମହାପ୍ରଭୁଙ୍କ ହାତର ଅସ୍ତ୍ର ଥିଲେ। ମହାପ୍ରଭୁ ସେମାନେ ଛାଡିକି ଯିବା ପାଇଁ ଚାହୁଁନଥିଲେ, କିନ୍ତୁ ମହାପ୍ରଭୁ ତାଙ୍କୁ ପଠଉଥିଲେ ସେବା ପାଇଁ, ତମେ ଯାଅ ବୃନ୍ଦାବନ। ଆଉ ମହାପ୍ରଭୁଙ୍କ ହାତର ଅସ୍ତ୍ର ହେଇ ସେମାନେ ଯାଇଥିଲେ ବୃନ୍ଦାବନକୁ। ଆଉ ସେ ଯୋଉ ଜାଗାକୁ ଯାଇଛନ୍ତି ସେ ଜାଗାରେ ସଫଳତା ବିଜୟ ହାସଲ କରିଛନ୍ତି। କମି ନା ତାଙ୍କର ମହାପ୍ରଭୁଙ୍କ ପ୍ରତି ସେତିକି ନିଷ୍ଠା ଥିଲା, ଆଉ ମହାପ୍ରଭୁଙ୍କର ବି ତାଙ୍କ ପ୍ରତି ସେତିକି କୃପା ଥିଲା। ତେଣୁକରି ଆମକୁ ବି ଆମର ଆଚାର୍ଯ୍ୟ ବର୍ଗ, ଆମର ଗୁରୁ ବର୍ଗଙ୍କର ହାତରେ ଆମ ଅସ୍ତ୍ର ହବ। ଆଉ ଯେତେବେଳେ ଆମେ ଆମ ଗୁରୁଙ୍କ ହାତର ଅସ୍ତ୍ର ହେବା, ଆମ ଆଚାର୍ଯ୍ୟ ମାନଙ୍କ ହାତର ଅସ୍ତ୍ର ହେବା, ସେତେବେଳେ ଆମେ ସଫଳତାରେ ପହଞ୍ଚିବା। ବୋଲି ବୃନ୍ଦାବନ ଯାଇପାରିବା। ସିଧା ଆମ ଗୁରୁ କଣ କରି ଗୋଟେ ତୀରରେ ଆମକୁ ଛାଡିବେ ବୃନ୍ଦାବନ ଦେଶକୁ। ନହେଲେ ଆମେ ଯାଇପାରିବାନି। ଯେଭଳି ଶିଳ ପ୍ରଭୁପାଦ ମହାରାଜ ତାଙ୍କ ଗୁରୁଦେବଙ୍କ ହାତରେ ଅସ୍ତ୍ର ଥିଲେ, ଆଉ ତାଙ୍କ ଗୁରୁଦେବ ପଠେଇଲେ ତ ଯାଅ ବିଦେଶକୁ, ସହରରେ ନିକ୍ଷେପ କଲେ ବିଦେଶକୁ ଯାଅ, ଆଉ ସେଇଠି ପ୍ରଚାର କର। ଶିଳ ପ୍ରଭୁପାଦ ଗଲେ ଅସ୍ତ୍ର ହେଇକି ତାଙ୍କ ଗୁରୁଙ୍କ ହାତର ଅସ୍ତ୍ର ହେଇଥିଲେ। ଆଉ କଣ କଲେ, ସେ ଆଜି ସଫଳତାରେ ପହଞ୍ଚିଲେ। ଆଜି ଆମେ ସାରା ବିଶ୍ୱରେ ଇସ୍କନ ମନ୍ଦିର ଦେଖିପାରୁଛେ, ସାରା ବିଶ୍ୱରେ ଆଜି ଆମର ସମ୍ପ୍ରଦାୟର ପ୍ରଚାର ହେଇପାରୁଛି, ଆମର ଗୁରୁବର୍ଗଙ୍କ ପ୍ରଚାର ହେଇପାରୁଛି, ଆମେ ସେଟା ଜାଣିପାରୁଛେ। ତେଣୁକରି ଆମକୁ ସେଇଭଳି ନିଷ୍ଠାର ସହିତ ଭଜନ କରି ସେବା କରି ଆମ ଗୁରୁବର୍ଗଙ୍କ ହାତର ଅସ୍ତ୍ର ହେବାକୁ ପଡିବ। ଯାହାଦ୍ୱାରା କି ଯୋଉ ଅସ୍ତ୍ର ହେଇକି ଚୈତନ୍ୟ ମହାପ୍ରଭୁଙ୍କ ପାଖକୁ ରୂପ ଆଉ ସନାତନ ଗୋସ୍ୱାମୀ ଆସିଥିଲା, ରୂପ ଗୋସ୍ୱାମୀ ପ୍ରଥମେ ଆସିଥିଲେ। ଆମେ ରୂପ ଗୋସ୍ୱାମୀଙ୍କର ବଂଶ ବଳି ଟିକେ ଆଲୋଚନା କରିବା। କର୍ଣ୍ଣାଟକରେ ସେ ଜଣେ ସାରସ୍ୱତ ବ୍ରାହ୍ମଣ ପରିବାର ଥିଲେ। ସର୍ବଜ୍ଞ ଜଗତଗୁରୁ ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କର ପୁତ୍ର ଥିଲେ ଅନିରୁଦ୍ଧ ଦେବ। ଆଉ ଅନିରୁଦ୍ଧଙ୍କର 2 ଜଣ ପୁତ୍ର ଥିଲେ, ରୂପେଶ୍ୱର ଆଉ ହରିହର। ଆଉ ରୂପେଶ୍ୱର କଣ ଥିଲେ ନା ଶାସ୍ତ୍ର ଜ୍ଞାନରେ ପାରଙ୍ଗମ ଥିଲେ, ଆଉ ହରିହର କଣ ଥିଲେ ନା ସେ ଶସ୍ତ୍ର ଚାଳନାରେ ପାରଙ୍ଗମ ଥିଲେ। ତେଣୁକରି ହରିହର ରୂପେଶ୍ୱରକୁ ତାଙ୍କ ରାଜ୍ୟରୁ ବାହାର କରିଦେଇଥିଲେ। ରୂପେଶ୍ୱର ସିଦ୍ଧେଶ୍ୱରଙ୍କ ସହିତ ଆସି ପୌଲସ୍ତ୍ୟ ଦେଶକୁ ଆସିଲେ, ଆଉ ତାଙ୍କର ଜଣେ ବନ୍ଧୁ ଶିଖରେଶ୍ୱରଙ୍କ ସହିତ ତାଙ୍କର ମିତ୍ରତା ହେଲା। ଆଉ ରୂପେଶ୍ୱରଙ୍କର ଜଣେ ରୂପବାନ ପୁତ୍ର ଜନ୍ମ ନେଲେ, ତାଙ୍କ ନାଁ ହେଲା ପଦ୍ମନାଭ ଦେବ। ଆଉ ପଦ୍ମନାଭ ଦେବଙ୍କର 18ଟି କନ୍ୟା ଆଉ 5ଟି ପୁତ୍ର ଥିଲେ। ଆଉ 5ଟି ପୁତ୍ରଙ୍କ ନାମ ଥିଲା ପୁରୁଷୋତ୍ତମ, ଜଗନ୍ନାଥ, ନାରାୟଣ, ମୁରାରୀ ଏବଂ ମୁକୁନ୍ଦ। ଆଉ ସେଇ ମୁକୁନ୍ଦଙ୍କର ଜଣେ ପୁତ୍ର ହେଲେ, ତାଙ୍କ ନାଁ ହେଲା କୁମାର ଦେବ। ଆଉ ସେଇ କୁମାର ଦେବଙ୍କର 5 ଜଣ ପୁତ୍ର ଆଉ ଅନେକ ସନ୍ତାନ କନ୍ୟା ହେଇଥିଲେ। ସେ 5 ପୁତ୍ରରୁ 3 ଜଣ ପୁତ୍ର ଥିଲେ ପରମ ବୈଷ୍ଣବ। ସେ ହଉଛନ୍ତି ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ ଆଉ ଅନୁପମ ବା ବଲ୍ଲଭ। ଅନୁପମଙ୍କର ଆଉ ଗୋଟେ ନାଁ ହଉଛି ବଲ୍ଲଭ। ଏଇ 3 ଜଣ ପୁତ୍ର କୁମାର ଦେବଙ୍କର ପରମ ବୈଷ୍ଣବ ଥିଲେ। ତେଣୁକରି ଶ୍ରୀ ରୂପ ସନାତନ ବାସ କରୁଥିଲେ କୋଉଠି? ରାମକାଳୀରେ।
ଆଉ ସେତେବେଳେ କାହାର ରାଜୁତି ଚାଲିଥିଲା? ରାଜା ହୁସେନ ଶାହ। ସମସ୍ତେ ମନେ ରଖିଥାଅ, ସମୟ ଆସିଥିଲେ ଯେତେବେଳକୁ ଯଦି ଅନଲାଇନରେ କିଏ ପଚାରିଲେ କିଏ ଲେଫ୍ଟ ହେଇଯିବ, କିନ୍ତୁ ଅଫଲାଇନ ତ ସାମ୍ନାକୁ ଆସିବ ନା, ସେତେବେଳେ ମୁଁ ପଚାରିବି ଆମ ଆଚାର୍ଯ୍ୟ ବର୍ଗଙ୍କ ବିଷୟରେ। ଆଉ ସେମିତି ଶ୍ରବଣ କର, ଯୋଉଟା ଯେ ଜାଣିପାରୁନି ଲେଖି ଦେଇକି ରଖିଥାଅ, କ୍ଲାସ ଶେଷରେ ପଚାରିବ କି ପର ମୁହୂର୍ତ୍ତରେ ତମେ ମତେ ପଚାରିକି ବୁଝିପାରିବ। ଯାହାର କୋଉଠି ଡାଉଟ ପ୍ରଶ୍ନ ଆସିବ ସେମିତି ଧ୍ୟାନ ପୂର୍ବକ ଶ୍ରବଣ କର। ଆମର ଆରମ୍ଭ ହେଲା ରୂପ ଗୋସ୍ୱାମୀଙ୍କର ଜୀବନୀ। ତେଣୁକରି ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀ ବହୁତ ବଡ ବିଦ୍ୱାନ ଥିଲେ। ଆଉ ସେମାନେ ଆଜୀବନ ବ୍ରହ୍ମଚାରୀ ଥିଲେ। ତାଙ୍କ ଭାଇ ଅନୁପମ ଯିଏ ବି, ସେ ବି ଜଣେ ରାମଚନ୍ଦ୍ର ମହାପ୍ରଭୁଙ୍କର ପରମ ବୈଷ୍ଣବ ଭକ୍ତ ଥିଲେ। ସେ କିନ୍ତୁ ଗୃହସ୍ଥ ଥିଲେ। ତେଣୁକରି ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଯେତେବେଳେ ବାସ କରୁଥିଲେ, ରାଜା ହୁସେନ ଶାହଙ୍କର ଯେତେବେଳେ ମୁସଲମାନ ମାନେ କଣ କରନ୍ତି, ତାଙ୍କ ପାଖରେ ଜଣେ ରଖନ୍ତି ତାଙ୍କର ପୁରୋହିତ, ଯେମିତି ଆମର କୁହନ୍ତି ପୁରୋହିତ, ତାଙ୍କର ସେମିତି ଜଣେ ରଖନ୍ତି ମୌଲିକ ତାଙ୍କୁ କୁହାଯାଏ। ଆଉ ସେମାନେ ଜାଣିପାରନ୍ତି, ସେମାନେ ବହୁତ ବିଦ୍ୱାନ ଥାନ୍ତି। ଆଉ ସେମାନେ ସବୁ ଜିନିଷ ଜାଣିପାରନ୍ତି, କୋଉଟା କଣ କୋଉଠି ହେଇପାରିବ, କୋଉ ଜାଗାରେ କଣ ଅଛି ସେ କହିପାରିବେ। ତେଣୁକରି ସେ କଣ କଲେ, ରାଜା ହୁସେନ ଶାହଙ୍କୁ ଖବର ଦେଲେ ଯେ ତମ ରାଜ୍ୟରେ 2 ଜଣ ଭାଇ ଅଛନ୍ତି ବହୁତ ବିଦ୍ୱାନ, ଆଉ ଯଦି ତମ ରାଜ୍ୟରେ ତାଙ୍କୁ ସେନାପତି ମନ୍ତ୍ରୀ ପଦରେ ରଖିବ, ତାହେଲେ ତମ ରାଜ୍ୟରେ ବହୁତ ଉନ୍ନତି ହବ। ସେ ହଉଛନ୍ତି ରୂପ ଆଉ ସନାତନ। ତେଣୁକରି ହୁସେନ ଶାହ କଣ କରିଥିଲେ, ରୂପ ସନାତନକୁ ଜବରଦସ୍ତ, ଯଦିଓ ସେ ଚାହୁଁନଥିଲେ ମୁସଲମାନ ରାଜାର ପାଖରେ ସେବା କରିବା ପାଇଁ, କିନ୍ତୁ ଯେହେତୁ ମୁସଲମାନ ରାଜା ଜଣେ କ୍ରୁର ଥିଲେ, କାଳେ ବ୍ରାହ୍ମଣ ବୈଷ୍ଣବଙ୍କ ପ୍ରତି ସେ ଅତ୍ୟାଚାର କରିବେ ବୋଲି, ହିନ୍ଦୁ ଧର୍ମ ଉପରେ ଅତ୍ୟାଚାର କରିବେ ବୋଲି, ସେ ବାଧ୍ୟ ହେଇ ତାଙ୍କର ରାଜ୍ୟରେ କଣ କରିଥିଲେ ନା ମନ୍ତ୍ରୀ ପଦରେ ବସିଥିଲେ। ଆଉ ରୂପ ଗୋସ୍ୱାମୀଙ୍କର ଆଉ ସନାତନ ଗୋସ୍ୱାମୀଙ୍କର ପୂର୍ବ ନାଁ କିଏ କହିପାରିବ, ଜାଣିଛ? ଲିପ୍ସାରାଣୀ ମାତାଜୀ କୁହନ୍ତୁ। ହରେ କୃଷ୍ଣ ପ୍ରଭୁ ଧନ୍ୟବାଦ ପ୍ରଣାମ। ସନାତନ ଗୋସ୍ୱାମୀଙ୍କର ପୂର୍ବ ନାମ ଥିଲା ସନ୍ତୋଷ, ଆଉ ରୂପ ଗୋସ୍ୱାମୀଙ୍କର ପୂର୍ବ ନାମ ଥିଲା ଅମର। ଅମର, ଧନ୍ୟବାଦ। ଆଉ ମୁସଲମାନ ରାଜା ତାଙ୍କୁ କୋଉ ନାଁ ଦେଇଥିଲା? କିଏ କହିପାରିବେ? ରୀତିନନ୍ଦନ ପ୍ରଭୁ। हरे कृष्ण प्रभु दंडवत। रूप गोस्वामी नाम दाबिल खास सनातन ହଁ, गोस्वामी नाम ସେମିତି କଣ ଗୋଟେ ସରୁ ସାକର ମଲ୍ଲିକ। ସାକର ରବି ଖାସ ଯେତେବେଳେ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ କଣ କଲେ, ମୁସଲମାନ ରାଜର ମନ୍ତ୍ରୀ ହିସାବରେ ମନ୍ତ୍ରୀ ପଦରେ ଆସିଲେ, ସେତେବେଳେ କଣ କରିଥିଲେ ନା ମୁସଲମାନ ରାଜା ହୁସେନ ଶାହ ତାଙ୍କ ନାଁ ଚେଞ୍ଜ କରିଥିଲା। ଆଉ ଦବିର ଖାସ ଦେଇଥିଲା ରୂପ ଗୋସ୍ୱାମୀଙ୍କ ନାଁ। ଦବିର ଅର୍ଥାତ ଖାସ, ଦବିର ଅର୍ଥାତ ମନ୍ତ୍ରୀ, ଆଉ ଖାସ ଅର୍ଥ ବିଶେଷ ମନ୍ତ୍ରୀ। ଆଉ ସାକର ମଲ୍ଲିକ ଯିଏକି ସେନାପତି ମୁଖ୍ୟ ମେନ୍ ମନ୍ତ୍ରୀ ଥିଲେ ସନାତନ ଗୋସ୍ୱାମୀ। ଦବିର ଖାସ ଆଉ ସାକର ମଲ୍ଲିକ ତାଙ୍କର ମୁସଲମାନ ରାଜାଙ୍କ ଦ୍ୱାରା ନାଁ ହେଇଥିଲା। ତାଙ୍କର ଜନ୍ମ ନାଁ ଥିଲା ସନ୍ତୋଷ ଆଉ ଅମର, ଆଉ ତାଙ୍କର ଦୀକ୍ଷା ନାଁ ହେଲା ରୂପ ଆଉ ସନାତନ। ସମସ୍ତେ ମନେ ରଖିଥାଅ। ତେଣୁକରି ଯେତେବେଳେ ତାଙ୍କ ରାଜୁତି କାଳରେ ସେ ସବୁ କରୁଥିଲେ, ରୂପ ଆଉ ସନାତନ ରାମକଲା ଯେତେବେଳେ ବାସ କରିଥିଲେ, ସେ ସେ ଯୋଉ ଜାଗା ରହୁଥିଲେ, ସେ ଜାଗାକୁ ସେ ବୃନ୍ଦାବନର ପରିବେଶ କରିଥିଲେ। ରାଧା କୁଣ୍ଡ କରିଥିଲେ, ଶ୍ୟାମ କୁଣ୍ଡ କରିଥିଲେ, କଦମ୍ବ ବୃକ୍ଷ ଥିଲା, ବହୁତ ସାରା ସୁନ୍ଦର ହେଇକି ସେଇଠି ସେମାନେ ଭଜନ କରୁଥିଲେ। ଆଉ ସେଠି କଣ କରୁଥିଲେ ନା ସେମାନେ ଭଜନ କରୁଥିଲେ, ଆଉ ବହୁତ ଆଡୁ ସାଧୁ ଆସିକି ତାଙ୍କ ସହିତ ଶାସ୍ତ୍ର ଆଲୋଚନା କରୁଥିଲେ, ଆଉ ତାଙ୍କର କୃଷ୍ଣ କଥା ଶ୍ରବଣ କରୁଥିଲେ ରୂପ ଆଉ ସନାତନ ଗୋସ୍ୱାମୀଙ୍କ ପାଖରୁ। ଏଇଭଳି କାଳତିପାତ କରୁଥିବା ସମୟରେ ରୂପ ସନାତନ ଯେତେବେଳେ ଶୁଣିଲେ, ସେ ଯେହେତୁ ଭଗବାନଙ୍କର ପରମ ବୈଷ୍ଣବ ଥିଲେ, ସେ ଥରେ ଚୈତନ୍ୟ ମହାପ୍ରଭୁଙ୍କୁ ଗୋଟେ ଚିଠି ଲେଖିଥିଲେ ଯେ ଆମକୁ ଏଠୁ ଉଦ୍ଧାର କରନ୍ତୁ, କୃପା କରନ୍ତୁ ଆମ ଉପରେ। ଆଉ ଚୈତନ୍ୟ ମହାପ୍ରଭୁ ତାର ଚିଠିର ଉତ୍ତର ଦେଇଥିଲେ, ଯେ ବହୁତ ସୁନ୍ଦର ଉତ୍ତର ଦେଇଥିଲେ, ଯେ ଯେଭଳି ଗୋଟେ ପତ୍ନୀ ଯଦିଓ ସେ ମ୍ୟାରେଜ କରିଛି, କିନ୍ତୁ ସେ ଆଉ ଗୋଟେ ପୁରୁଷକୁ ମନ ଦେଇଛି, ଭଲ ପାଉଛି, କିନ୍ତୁ ସେ ବିବାହ କରିଛି ଆଉ ଗୋଟେ ପୁରୁଷକୁ, କିନ୍ତୁ କାଳେ ସେ ଧରା ପଡିଯିବ ବୋଲି ସେ କଣ କରେ ନା, ସେ ତାର ପ୍ରେମିକକୁ
କଣ କରେ ଯଦିଓ ତା ପ୍ରେମିକ ସହିତ ସେ ସମୟ ଦେବା ପାଇଁ ଚାହେଁ, ତେଣୁକରି କାଳେ ଧରା ନ ପଡୁ, ତେଣୁକରି ସେ କଣ କରେ ତା ଘର କାର୍ଯ୍ୟ ଠିକ ଠାକ ସେ କରିଦିଏ, ତା ସ୍ୱାମୀ ଗଲା ପରେ ତା ପ୍ରେମିକକୁ ସେ ସମୟ ଦିଏ। ତେଣୁ ଚୈତନ୍ୟ ମହାପ୍ରଭୁ କହିଲେ ଯେ ବର୍ତ୍ତମାନ ଯଦିଓ ତମେ ମୁସଲମାନ ରାଜ୍ୟରେ ରାଜୁତି କାଳ କରୁଛ, ସେବା କରୁଛ ମୁସଲମାନ ରାଜାର, ତେଣୁକରି ତମେ କଣ କର, ତମର କିନ୍ତୁ ପ୍ରଥମ ପ୍ରେମିକ ହଉଛନ୍ତି କୃଷ୍ଣ, ତେଣୁକରି ତମେ ତାଙ୍କୁ ଭଲ ପାଅ ଆଉ ସେଇ କର୍ତ୍ତବ୍ୟ ଠିକ ସେ କରୁଥାଅ, ଆଉ ଅବଶ୍ୟ ଯଥାଶୀଘ୍ର ମୁଁ ତୁମକୁ ସେଠୁ ଉଦ୍ଧାର କରିବି ବୋଲି ଚୈତନ୍ୟ ମହାପ୍ରଭୁ ଚିଠିରେ ଏଇଭଳି ଉତ୍ତର ଦେଇଥିଲେ। ତାପରେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ପୁରୀରେ, ସେ କାହ୍ନାଇ ନାଟଶାଳ ଯାଇଥିଲେ, ସେଠୁ ତାଙ୍କର ଆରମ୍ଭ ହେଇଥିଲା ବୃନ୍ଦାବନ ଯାତ୍ରା। ଯଦିଓ ବୃନ୍ଦାବନ ଯାତ୍ରା ଯିବା ପାଇଁ ସେ ବାହାରିଥିଲେ, କିନ୍ତୁ ସେ ବୃନ୍ଦାବନ ଯାତ୍ରାକୁ କଣ କରିଥିଲେ, କ୍ୟାନସେଲ କରିକି ରାମକେଳି ଆଡେ ଆସିଥିଲେ। କଣ ପାଇଁ ନା ସେ ବୃନ୍ଦାବନ ଯାତ୍ରା ଯିବା ପାଇଁ ଚାହୁଁନଥିଲେ, ସେ ମୁଖ୍ୟତଃ ଆସିଥିଲେ ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀଙ୍କୁ ଦେଖା କରିବା ପାଇଁ, କାରଣ ରୂପ ଆଉ ସନାତନ ହଉଛନ୍ତି ଚୈତନ୍ୟ ମହାପ୍ରଭୁଙ୍କର ଜଣେ ମହାନ ଅତି ପ୍ରିୟ ଭକ୍ତ। ତେଣୁକରି ସେ ବୃନ୍ଦାବନ ଯାତ୍ରା ନାଁରେ ରାମକେଳିକି ଆସିଥିଲେ। ଆଉ ଯେତେବେଳେ ରୂପ ସନାତନ ମହାପ୍ରଭୁ ଯେତେବେଳେ ଆସିଥିଲେ ରାମକେଳିକି, ପୁରା ପୁରା ମାନେ ଯୋଉ କୁହନ୍ତି ପୁରା ଅସଂଖ୍ୟ ଲକ୍ଷ ଲକ୍ଷ ଭକ୍ତ ମାନେ ତାଙ୍କ ସହିତ ଆସୁଥିଲେ। ଆଉ ରାଜା ହୁସେନ ଶାହା ସେଟା ଛାତ ଉପରେ ଥାଇ ଦେଖୁଥିଲା, ଇସବୁ କିଏ ଆଉଛି, ଜଣେ ହିନ୍ଦୁ ସାଧୁ ଆଉଛି, ତାଙ୍କ ପଛରେ ସବୁ କିଏ ସବୁ ଆସୁଛନ୍ତି। ଯେତେବେଳେ ସନାତନ ଗୋସ୍ୱାମୀ ପଚାରିଲେ, ସନାତନ ଗୋସ୍ୱାମୀ ତାଙ୍କୁ କହିଲେ ଆଉ ଆପଣ ତ ଜାଣିଛନ୍ତି, ଆପଣ ବିଚାର କରନ୍ତୁ କିଏ ଆଉଛନ୍ତି। ତାପରେ ସେଠି ରାଜା ହୁସେନ ଶାହ ଜାଣିପାରିଲେ ଇଏ ଜଣେ ମହାନ ଭଗବାନଙ୍କର ଅବତାର ଆସୁଛନ୍ତି ବୋଲି। ସେ ତାଙ୍କର ସେନାକୁ କଣ କଲେ, ଆଦେଶ ଦେଲେ ଯେ ତମେ ତାଙ୍କର ଏଇ ଯୋଉ ଯାତ୍ରାରେ ବାଧା ଦିଅ ନାହିଁ। ଏଭଳି ବହୁତ ଲୋକ ଦିନରେ ମିଶିଲେ। ତାପରେ ଯେଭଳି ସନ୍ଧ୍ୟା ହେଲା, ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀ ସେତେବେଳେ କଣ କରିଥିଲେ ନା ଚୈତନ୍ୟ ମହାପ୍ରଭୁଙ୍କୁ ଭେଟ ହେବା ପାଇଁ ଆସିଥିଲେ। ପୁରା ଧନ୍ୟତା ସହିତ ଦନ୍ତେ ତୃଣ କରି ମାନେ ପାଟିରେ ଯେଭଳି ତୃଣ ଘାସ ଧରିକି ନିଜକୁ ମହାପ୍ରଭୁଙ୍କର ଗୋଟେ ଭୃତ୍ୟ, ଗୋଟେ ସେବକ ଭାବନାରେ, ମାନେ ନିଚ ଭାବନାରେ ଶାସିକି ଦୈନ୍ୟତା ସହିତ ମହାପ୍ରଭୁଙ୍କ ପାଦ ତଳେ ପଡିଗଲେ। ଆଉ ମହାପ୍ରଭୁଙ୍କ ପାଇଁ ମହାପ୍ରଭୁ ପ୍ରାର୍ଥନା କଲେ ଆମ ଉପରେ କୃପା କରନ୍ତୁ। ଆଉ ରୂପ ସନାତନଙ୍କର ଦୈନ୍ୟତା ଦେଖିକି ଚୈତନ୍ୟ ମହାପ୍ରଭୁଙ୍କର ହୃଦୟ ପୁରା ଦଗ୍ଧୀଭୂତ ହେଇଗଲା। ଆଉ ମହାପ୍ରଭୁ କହିଲେ, ରୂପ ସନାତନ ତମର ଦୈନ୍ୟତାକୁ ମୁଁ ସହ୍ୟ କରିପାରୁନି, ଆଉ ତାକୁ ତମେ ସମ୍ଭୋଗ କର, ମାନେ ବନ୍ଦ କର। ଆଉ ସେଇଠି ରୂପ ଗୋସ୍ୱାମୀ ଆଉ ସନାତନ ଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁ ରାମକେଳିରେ ସେଠି ଦୀକ୍ଷା ଦେଇଥିଲା। ତାଙ୍କ ନାଁ ଦେଇଥିଲେ ରୂପ ଗୋସ୍ୱାମୀ, ଆଉ ତାଙ୍କ ନାଁ ଦେଇଥିଲେ ସନାତନ ଗୋସ୍ୱାମୀ। ଜୟ ରୂପ ସନାତନ କି ଜୟ, ଚୈତନ୍ୟ ମହାପ୍ରଭୁ। ତେଣୁକରି ଏଇଭଳି ମହାପ୍ରଭୁ ରୂପ ମାନେ ଦୀକ୍ଷା ଦେଇକି ସେଇଠୁ ତାଙ୍କୁ କହିଥିଲେ ତମେ ଜଲ୍ଦି ଏଥିରୁ ବାହାରିକି ଆସ ଭାରି। କାଳକ୍ରମେ ଧୀରେ ଧୀରେ ରୂପ ଗୋସ୍ୱାମୀଙ୍କର ମନରେ ଭଜନର ତୀବ୍ରତା ସହିତ ଆସିଲା ଯେ ମୁଁ ଗୋଟେ ମ୍ଲେଚ୍ଛ ଯବନର ସେବା କରୁଛି, ଯଥାଶୀଘ୍ର ମତେ ଏଠୁ ବାହାରିବାକୁ ପଡିବ। ସେତେବେଳେ ସନାତନ ଗୋସ୍ୱାମୀ ସବୁ କହିଲେ ଯେ ଆଉ ମୁଁ ଏଇଠୁ ବାହାରିବା ପାଇଁ ଚାହୁଁଛି, ଆଉ ତମେ ଆସ ଭାରି। ତେଣୁ ସନାତନ ଗୋସ୍ୱାମୀ ବି କହିଲେ ମୁଁ ଯିବି ଭାରି। ରୂପ ଗୋସ୍ୱାମୀ କହିଲେ ଦେଖ, ମୁଁ ବରଂ ଚାଲିଗଲେ ରାଜା ହୁସେନ ଶାହ ବର୍ତ୍ତମାନ ଯୁଦ୍ଧ ଅଭିମୁଖ ଅଛି, ବରଂ କିଛି ହବନି, କିନ୍ତୁ ତମକୁ ଯେହେତୁ ସେ ଅତି ଭଲ ପାଆନ୍ତି ଆଉ ତମେ ତାଙ୍କର ମୁଖ୍ୟ ମନ୍ତ୍ରୀ ରୂପରେ ଅଛ, ଆଉ ଯଦି ତମେ ଚାଲିଯିବ ତାହେଲେ ନିହାତି ସେ ଆମ ଓଡିଶା ଉପରେ, ଆମର ସନାତନ ଧର୍ମ ଉପରେ ସେ ଜଲ୍ଦି ଆକ୍ରମଣ କରିବ। ତେଣୁକରି ବର୍ତ୍ତମାନ ତୁମେ ରୁହ, ମୁଁ ଯାଏ, ମୁଁ ଗଲା ପରେ ତମେ କଣ କରିବ, ଧୀରେ ଚେଷ୍ଟା କରିବ ଏଠୁ ମୁକୁଳିବା ପାଇଁ। ରାଜା ରୂପ ଗୋସ୍ୱାମୀ ସେ ରାଜାଙ୍କର ଦରବାର ତ୍ୟାଗ କରି, ରାଜପଦ ତ୍ୟାଗ କରି, ତାଙ୍କ ପାଖରେ ସେତେବେଳେ ଥିଲା 21,00,000 ସ୍ୱର୍ଣ୍ଣ ମୁଦ୍ରା, ସରି 22,00,000 ସ୍ୱର୍ଣ୍ଣ ମୁଦ୍ରା ଥିଲା ରୂପ ଗୋସ୍ୱାମୀଙ୍କ ପାଖରେ। ମାନେ 22,00,000 ସ୍ୱର୍ଣ୍ଣ ମୁଦ୍ରା କେତେ ହେଇଯିବ। ପଲଙ୍କରେ ଶୋଉଥିଲେ, ସେଇ ପଲଙ୍କରେ ହାତୀ ଖଚିତ ସ୍ୱର୍ଣ୍ଣ ପଲଙ୍କରେ ରୂପ ସନାତନକୁ ରାଜା ହୁସେନ ଶାହ ସ୍ୱର୍ଣ୍ଣ ପଲଙ୍କରେ ଶୋଇବାକୁ ଆସି ଦେଇଥିଲା। ସ୍ୱର୍ଣ୍ଣ ପଲଙ୍କକୁ ରୂପ ସନାତନ ଛି କରିକି ଆସିଥିଲେ କୃଷ୍ଣ ଭଜନ କରିବା ପାଇଁ। ଆମ ପାଖରୁ ଟଙ୍କାଟେ ପଢିଲେ ଆମର ଚିତା ବଢି ଯାଉଛି।
ଏ କଣ ଟଙ୍କା କୁଆଡେ କିଏ ପଳଉଛି ବୋଲି। ତେଣୁକରି ରୂପ ଗୋସ୍ୱାମୀ ଏଭଳି ମହାପ୍ରଭୁଙ୍କ ପ୍ରତି ନିଷ୍ଠା ଥିଲା। ଆଉ ଏଇ ସବୁ ଧନକୁ ସେ ବିଷୟୀ ଧନ ବା ବିଷ୍ଟ ମାନିକି ସେ ତ୍ୟାଗ କରିଥିଲେ ରୂପ ଗୋସ୍ୱାମୀ। ଆଉ ସେ ଯୋଉ 22 ଲକ୍ଷ ସୁନା ତାଙ୍କ ପାଖରେ ଥିଲା, ସେ ତାଙ୍କୁ ବାଣ୍ଟିଥିଲେ। ତାଙ୍କ ଗ୍ରାମକୁ ଯାଇଥିଲେ, ତାଙ୍କର ବନ୍ଧୁ ବାନ୍ଧବ ତାଙ୍କର ପରିବାର ସଞ୍ଜନ ମାନଙ୍କୁ କିଛି ଦେଲେ, ଅଧା ଦେଲେ, ଆଉ ଅଧା ବ୍ରାହ୍ମଣ ମାନଙ୍କୁ ବାଣ୍ଟି ଦେଲେ, ଆଉ ଅଧା ଆଉ 10 ଭାଗ ରଖିଲେ ସନାତନ ଗୋସ୍ୱାମୀ ପାଇଁ। କମ ନା କେତେବେଳେ ସନାତନ ଗୋସ୍ୱାମୀ ଆସିବେ, କାଳେ ତାଙ୍କର ସୁନାର ଆବଶ୍ୟକ ହବ, ସନାତନ ଗୋସ୍ୱାମୀ ପାଇଁ ସେ କଣ କରିଥିଲେ, କିଛି ଭାଗ ରଖିଦେଇଥିଲେ। ଆଉ ସନାତନ ଗୋସ୍ୱାମୀ ଆଉ ତାଙ୍କ ପାଖରେ 25 ଭାଗ ରଖିଥିଲେ। 100 ଭାଗରୁ ସେ 50 ଭାଗ ଭଗବତ ସେବାରେ ବା ବ୍ରାହ୍ମଣ ମାନଙ୍କ ସେବା ଲଗେଇଲେ, 25 ଭାଗ ଘର ସେବା ଲଗେଇଲେ, ଆଉ 25 ଭାଗ ନିଜର ଆବଶ୍ୟକ ପାଇଁ ସେ ରଖିଥିଲେ। ଆମେ ତ 25 ଭାଗ ଦଉଛୁ, ଭାଗ୍ୟରୁ ଟିକେ ଦେଲେ ବି ଆମକୁ କେତେ କଷ୍ଟ ହଉଛି। ତେଣୁକରି ଦେଖନ୍ତୁ ଆମ ଆଚାର୍ଯ୍ୟ ମାନଙ୍କର ଜୀବନ କିଭଳି, ସେ କିଭଳି କୃଷ୍ଣଙ୍କ ପାଇଁ ତ୍ୟାଗ କରିଥିଲେ, ତାଙ୍କର ବଳିଦାନ କୃଷ୍ଣ ଭକ୍ତି ପାଇଁ କଲେ। ଏଇ ତାଙ୍କ ଜୀବନୀ ଶୁଣିଲେ। ଗ୍ରନ୍ଥ ଭାଗବତ ଭକ୍ତ ଭାଗବତ, ଗ୍ରନ୍ଥ ଭାଗବତ ଶୁଣିଲେ ଆମ ମନରେ ଯେତିକି ଭକ୍ତି ଭାବନା ନ ଆସିବ, ଭକ୍ତ ଭାଗବତଙ୍କ ବିଷୟରେ ଶୁଣିଲେ ଆମ ମନେ ସେତିକି ଭକ୍ତି ଭାବ ଉଦ୍ଜାପିତ ହବ। କାରଣ ଯୋଉ ଭକ୍ତ ତା ଜୀବନରେ ସବୁ ଦୁଃଖ କଷ୍ଟ ତ୍ୟାଗ କରି କୃଷ୍ଣଙ୍କର ସେବା କରିଛି, ସେ ଜୀବନ ଯେତେବେଳେ ଆମେ ଶୁଣିବା ନା, ଆମ ଜୀବନରେ ସେତିକି ପ୍ରଭାବ ପଡିବ। ତେଣୁକରି ରୂପ ଗୋସ୍ୱାମୀ ଏଭଳି ସବୁ ଛାଡିକି ସେ ରୂପ ଆଉ ତାଙ୍କ ସହିତ ତାଙ୍କର ସାନ ଭାଇ ଅନୁପମ ସେ ବୃନ୍ଦାବନ ଅଭିମୁଖେ ଯାଇଥିଲା। ଆଉ ସେଇଠି ସେମାନେ ପ୍ରଥମେ ଆହ୍ଲାବାଦରେ ପ୍ରୟାଗରେ ସେମାନେ ପହଞ୍ଚିଥିଲେ। ଆଉ ସେଇଠି ସେ ଚୈତନ୍ୟ ମହାପ୍ରଭୁଙ୍କୁ ଦେଖା ହେଇଥିଲେ। ଆଉ ଚୈତନ୍ୟ ମହାପ୍ରଭୁଙ୍କୁ ଦେଖା ହେଇ ମହାପ୍ରଭୁ ପ୍ରଣାମ କରିଥିଲେ। ମହାପ୍ରଭୁ ତାଙ୍କୁ ସବୁ କୁଶଳ ବାର୍ତ୍ତା ପଚାରିଥିଲେ। ଆଉ ପଚାରିଥିଲେ ବି ସନାତନ ଗୋସ୍ୱାମୀଙ୍କ ବିଷୟରେ। ମହାପ୍ରଭୁ କହିଲେ ତମେ ବ୍ୟସ୍ତ ହୁଅନି, ସନାତନ ଜଲ୍ଦି ପଳେଇ ଆସିବ। ଆଉ ସେଇଠି ପୁଷ୍ଟି ମାର୍ଗୀୟ ଆମର ବଲ୍ଲଭାଚାର୍ଯ୍ୟ, ବଲ୍ଲଭ ସମ୍ପ୍ରଦାୟର ଆଚାର୍ଯ୍ୟ, ବଲ୍ଲଭ ସମ୍ପ୍ରଦାୟ ବଲ୍ଲଭ ଆଚାର୍ଯ୍ୟ ସେ ସେଇଠି ଥିଲେ। ଆଉ ରୂପ ଗୋସ୍ୱାମୀ ତାଙ୍କୁ ଦେଖି ଦୂରୁ ପ୍ରଣାମ କଲେ, ଆଉ ତାଙ୍କର ଦୈନ୍ୟତା ପ୍ରକାଶ କଲେ, ରୂପ ଅନୁପମ। ଆଉ ସେଠି ଚୈତନ୍ୟ ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କୁ କହୁଛନ୍ତି, ଆଉ ଏମାନେ 2 ଜଣ ଅଛନ୍ତି ମ୍ଲେଚ୍ଛ, ଏମାନେ ଯବନର ରାଜାର ସେବକ, ତାଙ୍କୁ ତମେ ଛୁଅଁନି। ତ ସେଇଠି ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ମହାପ୍ରଭୁ ଆପଣ ଏ କଣ କହୁଛନ୍ତି, ଏମାନେ ଅଧମ ନୁହନ୍ତି, ଏମାନେ ନରୋତ୍ତମ। ଆଉ ଏମାନଙ୍କ ମୁଖରେ ନିରନ୍ତର ନାମର ପ୍ରକାଶ ପାଉଛି। ଏମାନେ ନିରନ୍ତର ମୁଖରେ ନାମକୁ ତାଙ୍କ ଜିହ୍ୱାରେ ନାମକୁ ଏମାନେ ନିରନ୍ତର ଭଜନ କରୁଛନ୍ତି। ତେଣୁକରି ଏମାନେ ନରମ ମାନଙ୍କ ଭିତରେ ଉତ୍ତମ, ନରୋତ୍ତମ, ଏମାନେ ଅଛନ୍ତି କହିକି ସେଇଠି ବଲ୍ଲଭାଚାର୍ଯ୍ୟ ରୂପ ସନାତନକୁ ଆଲିଙ୍ଗନ କଲେ। ତା ପଛରେ ମହାପ୍ରଭୁ ବଲ୍ଲଭାଚାର୍ଯ୍ୟଙ୍କ ଘରକୁ ଯାଇଥିଲେ, ରୂପ ଅନୁପମ ତାଙ୍କ ସହିତ ଯାଇଥିଲେ। ସେଠୁ ମହାପ୍ରଭୁ ବଲ୍ଲଭାଚାର୍ଯ୍ୟ କଣ କରିଥିଲେ ନା, ମହାପ୍ରଭୁଙ୍କୁ ରୋଷେଇ କଲା ପରେ ଡାଇରେକ୍ଟ ଭୋଗ ଲାଗୁଥିଲେ। ସେ ଜାଣିଥିଲେ ତୁମେ ତ ସାକ୍ଷାତ ଈଶ୍ୱର ବ୍ରଜେନ୍ଦ୍ର କୁମାର, ତେଣୁକରି ତମେ ଯଦିଓ ଭକ୍ତ ପାସ ତମେ କୃଷ୍ଣ। ସେ ଭୋଗ ନ ଲାଗିକି ଭଗବାନ ଡାଇରେକ୍ଟ ମହାପ୍ରଭୁ ଭୋଗ ଲାଗିଥିଲେ। ଆଉ ସେଠି ଯୋଉ ଅବଶେଷ ପ୍ରାପ୍ତ ହେଇଥିଲା, ସେଇ ଅବଶେଷରୁ ସେ ରୂପ ଆଉ ଅନୁପମକୁ ଆଣିକି ଦେଇଥିଲେ। ସେ ସେଇ ମହାପ୍ରଭୁଙ୍କର ଉଚ୍ଛିଷ୍ଟକୁ ପ୍ରାପ୍ତ ହେଇଥିଲେ। ତାପରେ ସେଇଠି 10 ଦିନ ଧରି ଦଶାଶ୍ୱମେଧ ଘାଟରେ 10 ଦିନ ଧରି ଚୈତନ୍ୟ ମହାପ୍ରଭୁ ରୂପ ଗୋସ୍ୱାମୀଙ୍କୁ ରୂପ ଶିକ୍ଷା ପ୍ରଦାନ କରିଥିଲେ, ଯାହାକି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ରୂପ ଶିକ୍ଷା ଆଉ ସନାତନ ଶିକ୍ଷା। ତେଣୁକରି ରୂପ ଗୋସ୍ୱାମୀ ଶିକ୍ଷାର ଗୋଟେ ପଏଣ୍ଟ ଖାଲି ଆଲୋଚନା କରିକି ବୁଝିବା। ମହାପ୍ରଭୁ ରୂପ ଗୋସ୍ୱାମୀ କି ଭକ୍ତି କି ଗୋଟେ ଲତା, ଗୋଟେ ବୃକ୍ଷ ଭଳି ସମାନ ତୁଳନା କରିଛନ୍ତି। ଯେଭଳି ଗୋଟେ ବୃକ୍ଷ କଣ କରେ, ଆମେ ତା ବୃକ୍ଷରେ ଜଳସେଚନ କରିବା, ସେ ବୃକ୍ଷ ଧୀରେ ଧୀରେ ବଢିବ, ବଢିକି କଣ ହବ ନା ତାର ଶାଖା ଉପରକୁ ଯିବ। ଆଉ ଯଦି ସେ ବୃକ୍ଷର ଉପଶାଖା ବାହାରିଲା, ତାହେଲେ ସେ ଗଛ ଆଉ ବଢି ପାରିବନି। ସେ ଗଛ ତା ବୃକ୍ଷ ଚାରିକରେ ଯଦି ଘାସ ବି ଉଠିଲା, ସେ ଗଛ ବଢି ପାରିବନି। କିନ୍ତୁ କଣ କରିବାକୁ ପଡିବ, ସେ ବୃକ୍ଷ ଯଦି ବଡ କରିବାକୁ ପଡିବ, ତା ଉପଶାଖାକୁ କାଟିବାକୁ ପଡିବ, ତା ଗଛ ଚାରିକରେ ଅନାବନା ଘାସକୁ ଉପାଡିକି ଫୋପାଡିବାକୁ ପଡିବ। ତାହେଲେ ଯାଇକି ସେ ଗଛ ହୃଷ୍ଟପୃଷ୍ଟ ହବ, ଆଉ ପୁରା ଅଙ୍କୁରିତ ଯାଇକି କୋଉଠି ପହଞ୍ଚିବ, ଗଲେ ବୃନ୍ଦାବନରେ। ତେଣୁକରି ସେଇ ଭକ୍ତି ବୃକ୍ଷ ଆମ ହୃଦୟରେ ଅଛି, ଆଉ ସେ ବୃକ୍ଷକୁ ଆମକୁ ବଢିବାକୁ ପଡିବ। ଆଉ ସେ ବୃକ୍ଷକୁ କିଭଳି ବଢେଇବା, ବୈଷ୍ଣବ ଅପରାଧରୁ ଦୂର ରହିକି। ଏଇପାଳି ପୁରୁଷୋତ୍ତମ ମାସରେ ମୁଁ ଆମର ସାଂସଦ ପ୍ରଭୁ ଆଉ ରାକେଶ ପ୍ରଭୁଙ୍କୁ କହିଲି ବୋଲି, ସମସ୍ତେ ଅଧିକ ମାସରେ ଅଧିକ ବ୍ରତ କରୁଛନ୍ତି, ଭଜନ କରୁଛନ୍ତି। ମୋ ମତରେ
ବ୍ରତ କରିବା ଯଦି ବୈଷ୍ଣବ ଅପରାଧ ନ କରିବା ବ୍ରତ କରିବା, ବୈଷ୍ଣବ ଦୋଷ ନ ଦେଖିବା ବ୍ରତ କରିବା। ସବୁଠୁ ଶ୍ରେଷ୍ଠ ବ୍ରତ ହଉଛି ବୈଷ୍ଣବ ଅନୁବ୍ରତ, ବୈଷ୍ଣବ ଅପରାଧରୁ ଦୂରେଇ ରହିବା ହଉଛି ସବୁଠୁ ଶ୍ରେଷ୍ଠ ବ୍ରତ। ତେଣୁକରି ଯଦି ଆମେ ବୈଷ୍ଣବ ଅପରାଧ ନ କରିବା ତାହେଲେ ସବୁଠୁ ଶ୍ରେଷ୍ଠ ବ୍ରତ, ସବୁ ବ୍ରତର ଫଳ ଆମକୁ ମିଳିବ। ତେଣୁକରି ଆମେ ପ୍ରତିଜ୍ଞା କରିବା ଏଇ ମାସରେ କିନ୍ତୁ ବୈଷ୍ଣବ ଅପରାଧ ନ କରିବା। ଆଉ ଆମେ ପ୍ରତିଜ୍ଞା କରିବା ଏ ମାସରେ କିନ୍ତୁ ସେବା ଅଧିକ କରିକି ଜପ ସକ୍ଷମ ଅନୁସାରେ 16 ମାଳରୁ ଅଧିକ ଜପ କରିବା, ଆଉ ବୈଷ୍ଣବ ଅପରାଧ କରିବାନି। ଏଇଟା ମୁଁ ତାଙ୍କୁ କହିଥିଲି ଆଦିତ୍ୟ ପ୍ରଭୁଙ୍କୁ ଆଉ ରାକେଶ ପ୍ରଭୁ ଶ୍ୟାମ ବାପା, ବୈଷ୍ଣବ ଅପରାଧ କିଭଳି ଆମେ ଦୂରେଇ ରହିବା। ତେଣୁକରି ସବୁଠି ହେଉଛି ଶ୍ରେଷ୍ଠ ବ୍ରତ। ତେଣୁକରି ପୁରୁଷୋତ୍ତମ, କାରଣ ଆମେ ଅଧିକ ଅପରାଧ କରୁଛେ, ତେଣୁ ମାସ ଯଦି ଅପରାଧ ନ କରିବା ତାହେଲେ ଆମେ ଭକ୍ତିର ଆହୁରି ଅଗ୍ରସର କରିବା। ତେଣୁକରି ମହାପ୍ରଭୁ ଯୋଉ ଭକ୍ତି କି ଗୋଟେ ବୃକ୍ଷ ବା ଲତା ସହିତ ତୁଳନା କରୁଛନ୍ତି। ତାମାନେ ଲତାର ଯୋଉ ଅପରାଧ ହଉଛି କଣ, ବୈଷ୍ଣବ ଅପରାଧ ହଉଛି ଉପଶାଖା। ତେଣୁକରି ଆମକୁ କଣ କରିବା ପରେ ସେ ଉପଶାଖାକୁ କାଟିବାକୁ ପଡିବ, ବୈଷ୍ଣବ ଅପରାଧକୁ ଆମକୁ ଦୂରେଇ ରହିବାକୁ ପଡିବ। ଆଉ ଚାରି ଯୋଉ ବୈଷ୍ଣବ ଅପରାଧକୁ ଗୋଟେ ମତୁଆଲ ହାତୀ ସହିତ ତୁଳନା କରାଯାଇଛି। ଯେଭଳି ଗୋଟେ ପାଗଳ ହସ୍ତି କଣ କରେ ନା, ସେ ଯେତେବେଳେ ପାଗଳ ହେଇଯାଏ ସେ କିଛି ମାନେନି, ସବୁ ବାଡ ଗଛ ସବୁ ଭାଙ୍ଗି ପକାଏ। ସେଇଭଳି ଆମେ ଭକ୍ତିର ବୃକ୍ଷକୁ ସମୂଳେ ନଷ୍ଟ କରିବା ବୈଷ୍ଣବ ଅପରାଧ। ହଜାରେ ବ୍ରତ କରିବା, ମୁଁ ଯାହା ମୋ ଜୀବନରେ ମୋ ଗୁରୁ ଆଚାର୍ଯ୍ୟଙ୍କର ସେବାରେ ମୋ ଭକ୍ତି ମୋ ଜୀବନ ଗୋଟେ ଜିନିଷ ମୁଁ ଶିଖିଛି, ହଜାରେ ଲକ୍ଷେ ଶାଳଗ୍ରାମ ସେବା ପୂଜା କର, ଲକ୍ଷରୁ ଲକ୍ଷେ ଶାଳଗ୍ରାମ ପୂଜା କର, ଲକ୍ଷେ ବିଗ୍ରହ ସେବା କର, ଲକ୍ଷେ ନାମ କର, ଆଉ ଲକ୍ଷେ ଲକ୍ଷାଧିକ ସେବା କର। ଯଦି ଏଇ ସେବାର ମୂଲ୍ୟ ଆମକୁ ସେତେବେଳେ ମିଳିବ ବୈଷ୍ଣବ ଅପରାଧ ନ କଲେ। ଯଦି ସବୁ ଆମେ କରୁଛେ କିନ୍ତୁ ବୈଷ୍ଣବ ଅପରାଧ କରୁଛେ, ତାହେଲେ ସେବା କିଛି ଫଳପ୍ରଦ ନାହିଁ। ଜନ୍ମ ଜନ୍ମ ଧରି ଲକ୍ଷେ ଶାଳଗ୍ରାମ ପୂଜା କଲେ ଶାଳଗ୍ରାମ ପତ୍ର ଭଳିଆ ଆମକୁ ଲାଗେ। ଜନ୍ମ ଜନ୍ମ ଧରି ନାମ ନେଲେ ସେ ନାମ ଆମକୁ ଯେମିତି ବେଙ୍ଗ ରଡି ଭଳିଆ ଶୁଭା। ଜନ୍ମ ଜନ୍ମ ଧରି ସେବା କଲେ ସେ ସେବା କର୍ମୀ ଜଗତର ସେବା ଲାଗିବ ଯଦି ବୈଷ୍ଣବ ଅପରାଧ କରେ। ତେଣୁ ଭକ୍ତିମୟ ଜୀବନରେ ଗୋଟିଏ ଉପଦେଶ ତମମାନଙ୍କୁ ଦେବି, ବୈଷ୍ଣବର ନିନ୍ଦା ଶ୍ରବଣ କରିବନି। କୋଉଠି ବୈଷ୍ଣବର ଅପରାଧ କରିବନି। ବୈଷ୍ଣବ ଅପରାଧ ଆମେ ଭକ୍ତି ତଳକୁ ତଳାନ୍ତଳ କରିଦବ। ଭକ୍ତି ଯଦି ଆମେ କରିବା ପାଇଁ ଚାହୁଁଛେ ହୃଦୟରୁ, ତାହେଲେ ବୈଷ୍ଣବ ଅପରାଧରୁ 100 ଦୂରରେ ରହିବା। ଅବଶ୍ୟ ବଧା ଯିବ, କେତେବେଳେ ହେଇଯାଉଛି ବା ହେଇଯିବ। ତେଣୁକରି ଆମେ କଣ କରିବା ନା, ତାଠୁ ଦୂରେଇ ରହିବା। ଯେତେବେଳେ ଜାଣିପାରିଲେ ମୋ ଅପରାଧ ହେଲା ବୋଲି, ଆଉ ଦେଖିବ ଯେ ପ୍ରକୃତରେ ନିଷ୍ଠାର ଭକ୍ତି କରୁଥିବ ନା, ଯଦି କୌଣସି ବୈଷ୍ଣବ ଅପରାଧ କଲା ସେ ସାଙ୍ଗେ ସାଙ୍ଗେ ତାର ଅନୁତାପ ହବ, ଆଉ ସେ ଜାଣିକି ସେ ସାଙ୍ଗକୁ ସେ ଭକ୍ତଙ୍କୁ ଭୁଲ ମାଗିବ। ମୁଁ ନିଜେ ଦେଖିଛି, ଆମର ଯୋଗେଶ ପ୍ରଫୁଲ୍ଲ ଥିଲେ, ସେ ଆମ ସହିତ ପ୍ରଭୁଙ୍କ ପାଖରେ କଣ ଗୋଟେ ଅପରାଧ ହେଇଗଲା, ତାଙ୍କର ଗୋଟେ ଯୁକ୍ତି ତର୍କ ହେଲା, ଆଉ ସେ ଯାଇଛି ବାହାଘରକୁ, ସୁବେନ୍ଦ୍ର ପ୍ରଭୁ ମ୍ୟାରେଜ, ସେ ଆସିକି କାନ୍ଦିଲା ପ୍ରଭୁଙ୍କ ପାଖରେ। ମୁଁ ଦେଖିଛି, ମୋ ପାଖରେ ବୋଉ ବୋଉ କାନ୍ଦିଲା, ମୋର ଅପରାଧ ହେଇଗଲା, ମତେ ବହୁତ ଖରାପ ଲାଗିଲା। ମାନେ ଭକ୍ତ ଦିଏ ସେ ଅନୁଭବ କରିପାରେ ବୈଷ୍ଣବ ଅପରାଧ କଣ। ତେଣୁକରି ଆମକୁ ବୈଷ୍ଣବ ଅପରାଧ ସଦା ସର୍ବଦା ଦୂରେଇ ରହିବ। ଏଇଟା ହଉଛି ଚୈତନ୍ୟ ମହାପ୍ରଭୁଙ୍କର ଜୀବେ ଦୟା ନାମ ମିଳୁଛି ବୈଷ୍ଣବ ସେବା। ତେଣୁକରି ଚୈତନ୍ୟ ମହାପ୍ରଭୁ ରୂପ ଗୋସ୍ୱାମୀ ଶିକ୍ଷା ଦେଲେ, ଜୀବେ ଦୟା, ପ୍ରତ୍ୟେକ ଜୀବଙ୍କ ପ୍ରତି ଦୟା କରିବା, ନାମ ରୁଚି, ନାମ ପ୍ରତି ଆମେ ନିଷ୍ଠା କରିବା, ଆଉ ବୈଷ୍ଣବଙ୍କ ସେବା କରିବା। ବୈଷ୍ଣବ ଅପରାଧ ନାହିଁ, ବୈଷ୍ଣବ ସେବା କରିବା। ତେଣୁ ଏଇଭଳି ରୂପ ଗୋସ୍ୱାମୀ 10 ଅଶ୍ୱମେଧ ଗାଥାରେ ଚୈତନ୍ୟ ମହାପ୍ରଭୁ ବହୁତ ସୁନ୍ଦର ଶିକ୍ଷା ପ୍ରଦାନ କରିଥିଲେ। ତାପରେ ରୂପ ଗୋସ୍ୱାମୀ ବୃନ୍ଦାବନ ଯାଇଥିଲେ, ମହାପ୍ରଭୁ ପଠେଇଥିଲେ। ସେ ବୃନ୍ଦାବନ ସେ ଭାବିଲେ ସନାତନ ଗୋସ୍ୱାମୀଙ୍କୁ ଭେଟ ହବ ବୋଲି, ସେ ପୁଣି ଆସିଥିଲେ ବୃନ୍ଦାବନରୁ। କୋଉଠିକି? ସେ ଆସିଥିଲେ ବନ ମାର୍ଗରେ। ସନାତନ ଗୋସ୍ୱାମୀ ସେତେବେଳକୁ ମୁସଲମାନ ରାଜ୍ୟରୁ ବାହାରିକି ସେଠୁ ପଳେଇଛନ୍ତି ବୃନ୍ଦାବନ। ଇଏ ଆସିଥିଲେ ଚୈତନ୍ୟ ମହାପ୍ରଭୁ ଦେଖା କରି, ଯୋଉ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ଦେଖା କରିବା ପାଇଁ ବୃନ୍ଦାବନ ପଳେଇ ଆସିଲେ। ରୂପ ଗୋସ୍ୱାମୀ ସେ ଆସିଲେ ପ୍ରୟାଗରେ ପହଞ୍ଚିଲେ, ସେଠି ଅନୁପମଙ୍କର ତାଙ୍କର ସାନ ଭାଇଙ୍କର ଦେହାନ୍ତ ହେଲା, ମାନେ ଗଙ୍ଗା ପ୍ରାପ୍ତ ହେଇଗଲା। ସେ ସେଇଠି ଶୁଣିବାକୁ ପାଇଲେ ଯେ ସନାତନ ଗୋସ୍ୱାମୀ ବୃନ୍ଦାବନ, ଇଏ ବୃନ୍ଦାବନ ଆଇଲେ, ସନାତନ ଗୋସ୍ୱାମୀ ବୃନ୍ଦାବନକୁ ଗଲେ। ତାପରେ ରୂପ ଗୋସ୍ୱାମୀ ମହାପ୍ରଭୁଙ୍କୁ ଦେଖା କରିବା ପାଇଁ ଆସିଲେ କୋଉଠିକି ନା ଶ୍ରୀକ୍ଷେତ୍ରକୁ। ଆଉ ଶ୍ରୀକ୍ଷେତ୍ରକୁ ଆସିଲେ, ସେ ଆସିକି ପହଞ୍ଚିଲେ କୋଉଠିକି ନା ହରିଦାସ ଠାକୁରଙ୍କ ପାଖରେ। ହରିଦାସ ଠାକୁରଙ୍କ ପାଖରେ ଆସିଗଲେ। ଆଉ ମହାପ୍ରଭୁ ପ୍ରତ୍ୟେକ ଦିନ ହରିଦାସ ଠାକୁରଙ୍କ ପାଖକୁ ଆସନ୍ତି। ଆଉ ସେ ଆସିକି ସେଇଦିନ ବି ଆସିକି ହରିଦାସ ଠାକୁର ମହାପ୍ରଭୁ ପ୍ରଣାମ କଲେ, ରୂପ ଗୋସ୍ୱାମୀ ମହାପ୍ରଭୁ ପ୍ରଣାମ କଲେ। ମହାପ୍ରଭୁ ସାଙ୍ଗେ ସାଙ୍ଗେ ଆସିକି ରୂପ ଗୋସ୍ୱାମୀ ଆଲିଙ୍ଗନ କରିଥିଲେ, ଆଉ ସବୁ କୁଶଳ ବାର୍ତ୍ତା ପଚାରିଲେ। ଆଉ ଯେତେବେଳକୁ ରୂପ ଗୋସ୍ୱାମୀ ବୃନ୍ଦାବନରୁ ଆସୁଥିଲେ ପୁରୀ କି, ସେତେବେଳେ ସେ ଭାବିଥିଲେ ଭଗବାନଙ୍କର ଦ୍ୱାରିକା ଲୀଳା ଆଉ ବୃନ୍ଦାବନ ଲୀଳା ଗୋଟେ ଲେଖିବ ବୋଲି, ମାନେ ଗୋଟେ ବହି ଲେଖିବ ବୋଲି। ଆସିଲା ବେଳେ ପୁରୀ ପାଖରେ ଗୋଟେ ଗ୍ରାମ ଅଛି, ସତ୍ୟଭାମାପୁର ଗ୍ରାମ। ସେ ସତ୍ୟଭାମାପୁର ଗ୍ରାମରେ ସେ ଗୋଟେ ରାତି ରହିଥିଲେ। ସେଇଠି ସତ୍ୟଭାମା ଦେବୀ, ଯିଏ ସତ୍ୟଭାମା, ଯିଏକି ଭଗବାନଙ୍କର ପତ୍ନୀ,
ସେ ସେଇଠି ତାଙ୍କୁ ସ୍ୱପ୍ନାଦେଶ ଦେଇ କହିଥିଲେ ଯେ ତମେ ଯୋଉ ରଚନା କରିବା ପାଇଁ ଚାହୁଁଛ ସେଟା ସେ ଗ୍ରନ୍ଥ ଦିଟା ଭାଗରେ କର। ଗୋଟେ କର ବୃନ୍ଦାବନ ଲୀଳା, ଗୋଟେ କର ଦ୍ୱାରିକା ଲୀଳା, ଅଲଗା ଅଲଗା କର। ଲଳିତ ମାଧବ, ବିଦଗ୍ଧ ମାଧବ। ବିଦଗ୍ଧ ମାଧବ ହଉଛି ବ୍ରଜଲୀଳା, ଲଳିତ ମାଧବ ହଉଛି ଦ୍ୱାରିକା ବା ମଥୁରା ଲୀଳା। ଏଇ ସବୁ ବହି ରଚନା କରିବା ପାଇଁ ସେ ସେଠୁ ଉପଦେଶ ପ୍ରାପ୍ତ ହେଇକି ଆସିକି ସେ ପୁରୀରେ ଆସିକି ହରିଦାସ ପାଖରେ ପହଞ୍ଚିଥିଲେ। ଆଉ ହରିଦାସ ପହଞ୍ଚିକି ସେ କଣ କରିଥିଲେ, ଏଇ ଦିଟାଙ୍କ ନାଟକ ବିଦଗ୍ଧ ମାଧବ ଆଉ ଲଳିତ ମାଧବ ନାଟକକୁ ରଚନା କରିଥିଲେ। ରଚନା କରୁଥିବା ସମୟରେ ଧୀରେ ଧୀରେ ଆସିଲା କଣ ଆସିଥିଲା, ରଥଯାତ୍ରା ମହୋତ୍ସବ ଆସିଲା। ଆଗକୁ ଆସୁଛି ଆମ ରଥଯାତ୍ରା ମହୋତ୍ସବ। ସେ ରଥଯାତ୍ରା ମହୋତ୍ସବରେ ଚୈତନ୍ୟ ମହାପ୍ରଭୁ ତାଙ୍କର ମନର ଗୋଟେ ଶ୍ଲୋକକୁ ପାଠ କରିଥିଲେ। ସେଇଟା ରୂପ ଆଉ କେହି ବୁଝିପାରିଲେନି, କେବଳ ରୂପ ଗୋସ୍ୱାମୀ ବୁଝିପାରିଲେ। ତାପରେ ରୂପ ଗୋସ୍ୱାମୀ ଆସି ସେଇ ଶ୍ଲୋକଟାକୁ ଲେଖିକି ଆଗରୁ ତା ପେନ୍ କାଗଜ ଅଛି, ଡାଏରୀ ଅଛି। ରୂପ ଗୋସ୍ୱାମୀ କଣ କରିଥିଲେ, ଗୋଟେ ତାଳପତ୍ରରେ ଲେଖି ସନାତନ ଗୋସ୍ୱାମୀଙ୍କ ଚାଳରେ ଖୋଜିଲେ। ଚୈତନ୍ୟ ମହାପ୍ରଭୁ ଡେଙ୍ଗା, ରୂପ ଗୋସ୍ୱାମୀ ଆଉ ସନାତନ ମହାପ୍ରଭୁଙ୍କର କେହି ଚିହ୍ନି ପାରିବେନି। ଆଉ ରୂପ ଗୋସ୍ୱାମୀ କିଏ, ସନାତନ ଗୋସ୍ୱାମୀ ହଉଛି ମହାପ୍ରଭୁ କିଏ ବୋଲି। ଯେଭଳି ଉଦ୍ଧବ ଆଉ କୃଷ୍ଣଙ୍କର ଉଦ୍ଧବ ଯଦି କୃଷ୍ଣଙ୍କର ବେଶ ନେଇଯିବେ ନା, ସାଙ୍ଗେ ସାଙ୍ଗେ କେହି ବି ତାଙ୍କୁ ଜାଣିପାରିବେନି କୃଷ୍ଣ କିଏ ଉଦ୍ଧବ କିଏ ବୋଲି। ରୂପ ଗୋସ୍ୱାମୀ ସେମିତି ଡେଙ୍ଗା ସୁନ୍ଦର, ମହାପ୍ରଭୁ ସେମିତି ଡେଙ୍ଗା ବି ସୁନ୍ଦର। ମହାପ୍ରଭୁ ଆଉ ରୂପ ଗୋସ୍ୱାମୀ ଦେଖିବାକୁ ସେ। ତେଣୁକରି ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ସ୍ନାନ କରି ଯାଇଛନ୍ତି। ମହାପ୍ରଭୁ ଆସିଛନ୍ତି ସେ ରଘୁନାଥ ଦାସ ମାନେ ଆମର ହରିଦାସ ଠାକୁରଙ୍କ ପାଖକୁ। ଆସି ଦେଖିଲେ ଚାଳରେ କଣ ଖୋସା ହେଇଛି। ଆଉ ସେଇ ଚାଳରୁ ସେଟାକୁ ଆଣିକି ରୂପ ଗୋସ୍ୱାମୀ କଣ ପଢିଲେ ଆଉ କହିଲେ କିନ୍ତୁ ମୋ ମନ କଥା। ଆଉ ଆକୁ ରୂପ ଗୋସ୍ୱାମୀ ରୂପ କେମିତି ଜାଣିଲା। ରୂପ ଗୋସ୍ୱାମୀ ସ୍ନାନ କରିକି ଆସିଲେ, ଚୈତନ୍ୟ ମହାପ୍ରଭୁ ଗୋଟେ ଖୁସିରେ ତାଙ୍କ ଥାପଡା ତାଙ୍କୁ ପିଠିରେ ଏଇଭଳି ଥାପଡା ମାରିକି କହିଲେ ରୂପ। ଆଉ ସେଇଠି ହରିଦାସ ଠାକୁରଙ୍କ ପାଖକୁ ନେଇଗଲେ, କହିଲେ ଆଉ ହରିଦାସ ରୂପ ମୋ ମନ କଥା କେମିତି ଜାଣୁଛି, ଆଉ ମୋ ମନ କଥାକୁ ଇଏ କେମିତି ଜାଣୁଛି, ଆଉ ମୋ ମନର ଯୋଉ ଭାବଟା ରୂପ କେମିତି ଜାଣିପାରିଲେ। ରୂପ ଗୋସ୍ୱାମୀ କଣ ଗୋଟେ ଅଛି ପ୍ରଣାମ ଶ୍ରୀ ଚୈତନ୍ୟ ମନୋଭୀଷ୍ଟ ସ୍ଥାପିତଂ ଜେନ ଭୂତଲେ ସ୍ୱୟଂ ରୂପ ଗଦାମୟ ଦଦାତୁ ସ୍ୱପଦାନ୍ତିକ। ଏ ରୂପ ଗୋସ୍ୱାମୀ ମହାପ୍ରଭୁଙ୍କର ସେ ଚୈତନ୍ୟ ମହାପ୍ରଭୁଙ୍କ ମନୋଭାବକୁ ରୂପ ଗୋସ୍ୱାମୀ ହିଁ ବୁଝିପାରିଥିଲେ। ତେଣୁକରି ସେଇ ତାପରେ ସେ ଯୋଉ ଦୁଇ ନାଟକ ଲେଖିଥିଲେ, ଲଳିତ ମାଧବ, ବିଦଗ୍ଧ ମାଧବ, ବହୁତ ସୁନ୍ଦର ନାଟକ। ତାପରେ ମହାପ୍ରଭୁ ଦିନେ ସମସ୍ତ ବୈଷ୍ଣବ ଯେତେବେଳକୁ ରଥଯାତ୍ରା ସମୟରେ ସବୁ ଗୌଡ ସବୁ ବୈଷ୍ଣବ ମାନେ ଆସିଥିଲେ। ସବୁ ବୈଷ୍ଣବ ମାନଙ୍କ ସାମ୍ନାକୁ ରୂପ ଗୋସ୍ୱାମୀଙ୍କୁ ଆଣିକି କହିଲେ ମହାପ୍ରଭୁ କହିଲେ ରୂପ ଆଉ ତମେ ଯୋଉ ଦୁଇ ନାଟକ ଲେଖିଥିଲ ନାନ୍ଦିମୁଖୀ ଶ୍ଲୋକକୁ ପାଠ କର। ରୂପ ଗୋସ୍ୱାମୀ ଲଜ୍ଜିତ ମନେ କରିଥିଲେ, କଣ ମହାପ୍ରଭୁ ଆଗରେ ମୋ ଲେଖାକୁ କଣ ପ୍ରକାଶ କରିବି। ମହାପ୍ରଭୁ କହିଲେ ତମେ ଲାଜ କରନି, ତୁ ଚିନ୍ତା କର ମୁଁ ପ୍ରକାଶ ରୂପ ଗୋସ୍ୱାମୀ ତାକୁ ପ୍ରକାଶ କଲେ ସବୁ ଭକ୍ତମାନେ ସେଠି ମାନେ ଭାବରେ ପୁରା ଭକ୍ତି ଭାବରେ ପୁରା ସମସ୍ତଙ୍କର ଅଷ୍ଟସାତ୍ଵିକ ବିକାର ଲେଖିଥିଲା। ଆଉ ସମସ୍ତେ କହିଥିଲେ ରୂପ ଗୋସ୍ୱାମୀ ଏଭଳି ରଚନା କରିପାରିଥିଲେ। ସମସ୍ତଙ୍କର ଭାବ ପ୍ରକାଶ ପଳେଇ ଆସିଥିଲା ମହାଭାବ ରୂପ ଗୋସ୍ୱାମୀଙ୍କ ନାଟକକୁ ସେ ଶ୍ରବଣ କରି। ତାପରେ ଚୈତନ୍ୟ ମହାପ୍ରଭୁ ରୂପ ଗୋସ୍ୱାମୀ ଥିଲେ ବୃନ୍ଦାବନ ଯିବା ପାଇଁ। ତାପରେ ରୂପ ଗୋସ୍ୱାମୀ ବୃନ୍ଦାବନ ଆସିଥିଲେ। ବୃନ୍ଦାବନ ଆସିକି ଭଜନ କରନ୍ତି। ଯେତେବେଳେ ରୂପ ଗୋସ୍ୱାମୀ ବୃନ୍ଦାବନ ଆସି ଭଜନ କରନ୍ତି, ସେତେବେଳେ ଯୋଉମାନେ ବୃନ୍ଦାବନ ଯାଆନ୍ତି ସେମାନେ ଯେତେବେଳେ ପୁଣି ଶ୍ରୀକ୍ଷେତ୍ର ଆସନ୍ତି, ମହାପ୍ରଭୁ ପଚାରନ୍ତି ଯେ ମୋ ରୂପ ମୋ ସନାତନ କଣ କରୁଛନ୍ତି। ଦେଖ ଯେତେବେଳେ ଆମେ ଭଗବାନଙ୍କର ଅତି ପ୍ରିୟ ହେଇଯିବା ନା, ସେତେବେଳେ ଭଗବାନ ମୋର କୁହନ୍ତି। ସେଇଠୁ ମହାପ୍ରଭୁ ଯେତେବେଳେ ଯୋଉମାନେ ପୁରୀରେ ବୃନ୍ଦାବନ ଯାଇକି ପୁରୀ ଆସନ୍ତି ମହାପ୍ରଭୁ ଦେଖା କରିବା ପାଇଁ, ମହାପ୍ରଭୁ ପଚାରନ୍ତି ଯେ ଆଉ ମୋ ରୂପ ଆଉ ମୋ ସନାତନ ମାନେ ମୋର ସେମାନେ କଣ କରିଛନ୍ତି। ସେମାନେ କୁହନ୍ତି ଯେ ଗୋଟେ ଗୋଟେ ରାତି ଗୋଟେ ଗୋଟେ ବୃକ୍ଷ ତଳେ ସେମାନେ କାଟନ୍ତି। ମାନେ ଗୋଟେ ଜାଗାରେ ସେମାନେ ରୁହନ୍ତିନି। ରୂପ ସନାତନ ଗୋସ୍ୱାମୀ ଆଜି ଏଇ ବୃକ୍ଷ ମୂଳେ ଭଜନ କରୁଛନ୍ତି, କାଲି ଆଉ ଗୋଟେ ବୃକ୍ଷ ମୂଳେ ଭଜନ କରିବେ। କହିବି ନା ସେମାନେ ଯଦି ଆଜି ଗୋଟେ ବୃକ୍ଷ ଭଜନ କଲେ, କାଳେ ସେଇ ବୃକ୍ଷର ଛାଇ ଭଲ ବୋଲି ସେଇ ବୃକ୍ଷ ପ୍ରତି ଆସକ୍ତି ହେଇଯିବ ବୋଲି ସେମାନେ ସେ ବୃକ୍ଷ ବି ଚେଞ୍ଜ କରିଦିଅନ୍ତି। ଆଉ ମାଦୁକରି କରିକି ଭଜନ କରନ୍ତି। ମାନେ ଭିକ୍ଷା କରି ଯିବେ, ଯାହା ମିଳିଲା ଚଣା ମିଳିଲା ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ତାକୁ କୁହାଯାଇଛି ଯେ ଯଦି ଗୋଟିଏ ରୁଟି ଆଣୁଥିଲେ, ସେ ରୁଟିକି ଆଉ ଯୋଉ ସୋଲା ସେଇ ଆଣିକି ତାକୁ କଣ କରୁଥିଲେ, ମାଦୁକରିକି ଆଣିକି ଗୋଟେ ରୁଟିକି ଫାଳେ ଖାଉଥିଲେ, ଆଉ ଫାଳେ ଯମୁନା ବାଲିରେ ପୋତି ଦଉଥିଲେ।
ଯମୁନା ହେଲେ ପୋତି ଦଉଥିଲା, ଯେତେବେଳେ ଭୋକ କରୁଥିଲା ସେ ରୁଟିକି ସେ ଯୋଉ ବାଲିରୁ କାଢିକି ଯମୁନା ପାଣିରେ ବତୁରେଇକି ତାକୁ ଖାଉ। ଏଇଭଳି ଭାବରେ ଆମର ଆଚାର୍ଯ୍ୟମାନେ ବୃନ୍ଦାବନରେ ଭଜନ କରୁଥିଲେ। ଏଇଭଳି ଭାବରେ ନିଜର ଜୀବନଚର୍ଯ୍ୟାକୁ ନିଜକୁ କୃଷ୍ଣଙ୍କର ସେବାରେ ଲୀନ କରିବେ। ନା ଖାଇବା ନା ରହିବା କିଛି ଚିନ୍ତା ନଥିଲା, କେବଳ ସେମାନେ ହରି ଭଜନ କରୁଥିଲେ। ଆଉ ତା ସହିତ ଭଜନ ନାହିଁ, ଆମର ଉପଘୋଷାଳ ଯୋଉ ମ୍ୟାନେଜମେଣ୍ଟ କୁହାଯାଏ ନା, ଆମ ସମ୍ପ୍ରଦାୟ ମୁଖ୍ୟ ମ୍ୟାନେଜର ଅଛନ୍ତି ରୂପ ଗୋସ୍ୱାମୀ ପ୍ରେସିଡେଣ୍ଟ। ତେଣୁକରି ସେ ବି ଭଲ ମ୍ୟାନେଜ ବି କରନ୍ତି ଆମ ସମ୍ପ୍ରଦାୟକୁ। ଆଜି ଏଭଳି ବହୁତ ଦିନ ରୂପ ଗୋସ୍ୱାମୀ ଯେତେବେଳେ ଭଜନ କଲେ ମନରେ ଆସିଲା ଯେ ମୁଁ କଣ ଆସିଛି ବ୍ରଜକୁ କଣ ଖାଲି ମାଦୁ କରି ଖାଇବି ବୋଲି? ମୁଁ କଣ ରାଧାରାଣୀ ଦେଖିପାରିବିନି? କଣ ରାଧାରାଣୀ ମତେ ଦେଖାଦେବେନି? ଆଉ ସେ ମାଦୁକରି ଖାଇବା ବନ୍ଦ କରିଦେଲେ ସନାତନ ଗୋସାଇ ରୂପ ଗୋସ୍ୱାମୀ କହିଲେ ମୁଁ ମାଦୁକରି ବି କରିବିନି, ମୁଁ ରାଧାରାଣୀ ଦେଖିବା ଦର୍ଶନ ନ କରିଛି। ଆଉ ସେତେବେଳେ ତାଙ୍କୁ ଖବର ଆସିଲା ଯେ ସନାତନ ଗୋସ୍ୱାମୀ ତାଙ୍କ ପାଖକୁ ଆସିଥିଲେ ବୋଲି। କାହା ପାଖକୁ? ରୂପ ଗୋସ୍ୱାମୀ ପାଖକୁ ଆସିଛନ୍ତି। ଯେତେବେଳେ ସେ ଭାବିଲେ ଆଉ ସନାତନ ଗୋସ୍ୱାମୀ ଆସିବେ ଆଉ ତାଙ୍କୁ ଟିକେ କ୍ଷୀରି ଖାଇବାକୁ ଦିଅନ୍ତି, କଣ କରିବି ମାଦୁକରି ତ ଯାଉନି। ସେତେବେଳେ କଣ କରିଥିଲେ ନା ସ୍ୱୟଂ ରାଧାରାଣୀ ଗୋଟେ ସୁନ୍ଦର ଛୋଟିଆ ଝିଅ ରୂପ ନେଇକି ଆସିଥିଲେ। କହିଲେ ବାବା ଆଉ ମା ପଠେଇଛି ତମ ପାଇଁ ଚିନି କ୍ଷୀର ଚାଉଳ କ୍ଷୀରି କରିବା ପାଇଁ। କହିଲେ ଯାହା ହଉ ଖୋଜୁଥିଲେ ଆପଣ ଦେଲେ। ଆଉ ଆପଣ କାହିଁ ମୋ ମା କହୁଥିଲେ ଆପଣ ବହୁତ ଦିନ ଯାଇନାହାନ୍ତି ମାଦୁକରି କରିବା ପାଇଁ, କଣ ଅସୁବିଧା ହେଇଛି ଆପଣଙ୍କର? ଆପଣ ମାଦୁକରି କାହିଁ କରୁନାହାନ୍ତି? ଆପଣଙ୍କ ଦେହ ଝଡିଗଲାଣି, ଆପଣ ପୁରା ଅସୁସ୍ଥ ଜଣା ପଡୁଛନ୍ତି, ମାଦୁକରି କରୁନାହାନ୍ତି, ମାଦୁକରି କାମ କରୁନାହାନ୍ତି କହିକି ରାଧାରାଣୀ ପଳେଇଲେ। ତାଛଡ଼ା ରୂପ ଗୋସ୍ୱାମୀ ସେ ରାଧାରାଣୀ ଦେଇଥିବା ସେ ଚାଉଳରେ କ୍ଷୀରି ବନେଇଲେ। ଆଉ କ୍ଷୀରି ବନେଇକି ଭୋଗ ଲଗେଇଲେ। ସନାତନ ଗୋସ୍ୱାମୀ ଖାଇବାକୁ ଦେଲେ। ଯେତେବେଳେ ସନାତନ ଗୋସ୍ୱାମୀ ଖାଇଲେ ସେ କ୍ଷୀରିକି, ସେତେବେଳକୁ ରୂପ ଗୋସ୍ୱାମୀ କୋଉଠି ଭଜନ କରୁଥିଲା? ଟେର କଦମ ପାଖରେ। ଯୋଗେଶ ପ୍ରଭୁ ଟେର କଦମ କୋଉଠି ଅଛି ବୃନ୍ଦାବନରେ? ହରେ କୃଷ୍ଣ ପ୍ରଭୁ। ନନ୍ଦଗାଁ ପାଖରେ। ହଁ ବାସ୍, ଆମେ ତ ଜାଣିଥାଉ ଆମର ଯୋଗେଶ ପ୍ରଭୁ ବୃନ୍ଦାବନ ଧାମରେ ଅଛନ୍ତି, ବହୁତ ଭାଗ୍ୟବାନ। ଟେର କଦମ ନନ୍ଦଗାଁ ପାଖରେ ଅଛି। ଆଉ ସେ ଟେର କଦମ ପାଖରେ ହିଁ ରୂପ ଗୋସ୍ୱାମୀଙ୍କର ଭଜନ କରୁଥିଲେ। ଆଉ ସେଠି ରୂପ ଗୋସ୍ୱାମୀ ଭଜନ କରୁଥିଲେ। ଆଉ ରୂପ ଗୋସ୍ୱାମୀ ସେଠି ଭଜନ କରୁଥିଲେ। ଆଉ ସେଇଠି ସନାତନ ଗୋସ୍ୱାମୀ ସେ ସମୟ ଯାଇଥିଲା। ଆଉ ରୂପ ଗୋସ୍ୱାମୀ କ୍ଷୀରର ବ୍ୟବସ୍ଥା କରିଥିଲେ। ଆଉ ସେଇଠି ସନାତନ ଗୋସ୍ୱାମୀ ସେ କ୍ଷୀରି ପାଇଲେ, ସେ ଜାଣିପାରିଲେ ଯେ ଇଏ ହଉଛି ଦିବ୍ୟ ଅମୃତ ଚିନ୍ମୟ ଜଗତର କ୍ଷୀରି। ସେ ପଚାରିଲେ ଏ କ୍ଷୀରି ତମେ ଆଣିଲ କୋଉଠି? ଚାଉଳ ଗୋସ୍ୱାମୀ ସବୁ କହିଲେ ସେଠି ସନାତନ ଗୋସ୍ୱାମୀ ରାଗିଗଲେ। ଯୋଉ କଥା ରଘୁନାଥ ଦାସ ଗୋସ୍ୱାମୀ କହିଲେ ସେ କଥା ବି ରୂପ ଗୋସ୍ୱାମୀ କହିଥିଲେ। କହିଲେ ଯେ ରୂପ ତମେ କଣ ପାଇଁ ଆସିଛ ବ୍ରଜକୁ? ତମେ ଆସିଛ ଏଇଠି ରାଧାରାଣୀଙ୍କର ଶ୍ରୀଜୀଙ୍କର ସେବା କରିବା ପାଇଁ, ତମେ ଆସିନ ତାଙ୍କ ସେବା ନେବା ପାଇଁ। ତମେ ଜାଣିଛ ସେ କ୍ଷୀରି କିଏ ଆଣିଥିଲେ? ସେ ସାକ୍ଷାତ ରାଧାରାଣୀ ଆଣିଥିଲେ। ଏଇଭଳିଆ ଭୁଲ ନ କର। ତମେ କାହିଁକି ଯାଉନ ମାଦୁକରି କରିବା ପାଇଁ? ତମେ ମାଦୁକରି କରିବା ପାଇଁ ଯାଉନ ବୋଲି ରୂପ ଗୋସ୍ୱାମୀ ତମ ପାଇଁ ସେମିତି ରାଧାରାଣୀ ସେମିତି ତମର ସେବା କଲା, ତମ ପାଇଁ ଧରିକି ଆସିଲେ। ଯାଅ ତମେ ମାଦୁକରି କରିବ, ଭଜନ କର, ମାଦୁକରି କରିଦିଅ। ତାପରେ ରୂପ ଗୋସ୍ୱାମୀ ବୁଝିପାରିଥିଲେ ସେ ସାକ୍ଷାତ ରାଧାରାଣୀ ତାଙ୍କୁ ଦର୍ଶନ ଦେଇଥିଲେ। ଆଉ ବହୁତ ଦିନ ପରେ ରୂପ ଗୋସ୍ୱାମୀ ଭାବିଲେ ଯେ ରୂପ ଗୋସ୍ୱାମୀ ଶାସ୍ତ୍ରରେ ପଢିଥିଲେ ଯେ ଗୋବିନ୍ଦ ଦେବ ଉଦ୍ଧାର କରିବାର ଅଛି। ଗୋବିନ୍ଦ ଦେବ ଆଉ ଗୋବିନ୍ଦ ଦେବ କୋଉଠି ଅଛନ୍ତି? କେମିତି ଗୋବିନ୍ଦ ଦେବଙ୍କର ଯୋଗପୀଠ କଣ? କୋଉଠି ଗୋବିନ୍ଦ ଦେବ ପ୍ରକଟ ଅଛନ୍ତି? ତାପରେ ଏଇ ଯୋଉ ଗୋବିନ୍ଦ ଦେବ ଏମାନେ ହଉଛନ୍ତି ଆମର ଭଗବାନଙ୍କର ଯେତେବେଳକୁ ଯଦୁ ବଂଶ ନଷ୍ଟ ହେଲା, ସେତେବେଳକୁ ଜଣିଏ ରହିଯାଇଥିଲେ। ସେ ହଉଛନ୍ତି ଅନିରୁଦ୍ଧଙ୍କର ପୁତ୍ର ବୈଜନାଥ ଦେବ। ଆଉ ସେ ସେତେବେଳେ ମଥୁରାର ରାଜା ଥିଲେ। ସେ କଣ କରିଥିଲେ 5000 ବର୍ଷ ତଳେ ଭଗବାନଙ୍କର 9 ଜଣ ଭଗବାନଙ୍କର 6 ଜଣ ବିଗ୍ରହ ସେ ସ୍ଥାପନ କରିଥିଲେ। ରାଜା ବଜ୍ରନାଭ ଦେବ, ହରିଦେବ, ବଳଦେବ, ଗୋବିନ୍ଦ ଦେବ, କେଶବ ଦେବ, ଶ୍ରୀନାଥ, ଗୋପୀନାଥ, 2 ଜଣ ଗୋପାଳ, ବୃନ୍ଦା ଦେବୀ ଆଉ ଗୋପେଶ୍ଵର ମହାଦେବଙ୍କୁ ବଜ୍ରନାଭ ଦେବ ପ୍ରକଟ କରିଥିଲେ। ହରିଦେବ ହଉଛନ୍ତି ଗୋବର୍ଦ୍ଧନ ପାଖରେ ମାନସୀ ଗଙ୍ଗା ପାଖରେ ଅଛନ୍ତି। ଆଉ ବଳଦେବ ହଉଛନ୍ତି ଦାଉଚି ଭୟ। ଆଉ କେଶବ ଦେବ ମଥୁରାରେ ଅଛନ୍ତି। ଶ୍ରୀନାଥ ତ ତମେ ଜାଣିଛେ। ଗୋବିନ୍ଦ ଦେବଙ୍କୁ ତ ଆମେ ଜାଣିଛେ। ମଦନ ମୋହନ ଯିଏ ହଉଛନ୍ତି ହରିଦେବ, ସେ ହଉଛନ୍ତି ମଦନ କଣ ଗୋବିନ୍ଦ ଦେବ ଆଉ ଶ୍ରୀନାଥ, ମଦନ ମୋହନ ଆଉ ଜଣେ ଗୋପାଳ, ଆଉ ଜଣେ ହଉଛନ୍ତି ଯୋଉ ସାକ୍ଷୀ ଗୋପାଳ ବି ଆମର ବଜ୍ରନାଭ
ପ୍ରତିଷ୍ଠା କରିଥିଲେ ସାକ୍ଷୀ ଗୋପାଳ ଆଉ ମଦନ ମୋହନ ଆଉ ଗୋପୀନାଥ ବୃନ୍ଦା ଦେବୀ ଆଉ ଗୋପେଶ୍ୱର ମହାଦେବଙ୍କୁ ବଜ୍ର ନାମଦେବ ସେଇ ସମୟରେ କଣ କରିଥିଲେ ପ୍ରତିଷ୍ଠା କରିଥିଲେ। ସେ ଯୋଗପୀଠ କାଳକ୍ରମେ ସବୁ ବନ୍ଦ ହେଇଯାଇଥିଲା। ତା ସେ ରୂପ ଗୋସ୍ୱାମୀ କଣ କରିଥିଲେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ଯେ ମତେ କିଭଳି ଗୋବିନ୍ଦ ଦେବକୁ ପ୍ରକଟ କରିବାର ଅଛି। ତାପରେ ସେ ସେଠି ବସିଥିବା ସମୟରେ ଗୋଟେ ବାଳକ ଭଗବାନ କୃଷ୍ଣ ନିଜେ ସୁନ୍ଦର ବାଳକ ରୂପରେ ଆସିକି ରୂପ ଗୋସ୍ୱାମୀ କହିଲେ ହେ ରୂପ ଗୋସ୍ୱାମୀ ହେ ଗୋସାଇଁ ଆପଣ ଏଠି କଣ କରୁଛନ୍ତି? ଆଉ ଆପଣ ଗୋବିନ୍ଦ ଦେବଙ୍କୁ ପ୍ରଥମ ମାନେ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି ନା ଆପଣ ଆସନ୍ତୁ ଗୋମାଟିଳା ଗୋଟେ କଞ୍ଚା ଜାଗା ଅଛି ବୃନ୍ଦାବନରେ ସେ ଗୋମାଟିଳା ପାଖରେ ଗୋଟେ ଗାଈ ଡେଲି ଆସିକି କ୍ଷୀର ଢାଳିକି ଯାଉଛି ଆଉ ତମେ ଆସନ୍ତୁ ସେଠିକି ସେଠିକି ଯେତେବେଳେ ସେ ରୂପ ଗୋସ୍ୱାମୀ ଆସିଲେ ସେ ଆସି ଗୋମାଟିଳା ଭିତରେ ପହଞ୍ଚିଲେ ପଛ ଗଲାବେଳେ ସେ ପିଲା ସେ ଜାଣିପାରିଲେ ଯେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ ଗୋବିନ୍ଦ। ସେ ସେଇଠି କଣ କରିଛନ୍ତି ରୂପ ଗୋସ୍ୱାମୀ ଯେତେବେଳେ ଖୋଳିଲେ ସେଠି ଶ୍ରୀ ଗୋବିନ୍ଦ ଦେବ ଆବିର୍ଭାବ ହେଲେ ଜୟ ଗୋବିନ୍ଦ ଦେବ କି ଜୟ ଦେବେ ଗୋବିନ୍ଦ ଦେବ ସେଠି ଆବିର୍ଭାବ ହେଲେ। ତାଥିରେ ବହୁତ ସୁନ୍ଦର ଗୋବିନ୍ଦଙ୍କ ରୂପ ଏମିତି କୁହାଯାଇଛି ଥରେ ଯିଏ ଗୋବିନ୍ଦ ଦେବଙ୍କୁ ଦର୍ଶନ କରିବ ନା ସଂସାରର ସମସ୍ତ ବନ୍ଧନ ତାର କଟିଯିବ। ଯେମିତି ଆମର ଓଡିଆ ଗୋଟେ ଭଜନ ସବୁ ବନ୍ଧନ କାଟିଦିଅ ପ୍ରଭୁ ତୁମରି ବନ୍ଧନରେ ରଖ ଗୋଟେ ଭଜନ ଅଛି। ତେଣୁକରି ଗୋବିନ୍ଦ ଦେବଙ୍କୁ ଯିଏ ଦର୍ଶନ କରେ ବୃନ୍ଦାବନରେ କେଶୀ ଘାଟ ପାଖରେ ଯିଏ ଗୋବିନ୍ଦକୁ ଦର୍ଶନ କରିବ ନା ସେ ସଂସାର ବନ୍ଧନରୁ ମୁକୁଳିକି ଗୋବିନ୍ଦଙ୍କର ବନ୍ଧନରେ ବାନ୍ଧି ହେଇଯିବ। ତେଣୁକରି କୁହାଯାଏ ଯଦି ସଂସାର ବନ୍ଧନରେ ବାନ୍ଧିବା ଭିତରେ ଗୋବିନ୍ଦଙ୍କ ପାଖକୁ ଯାଅନି ଏଭଳି ଆମର ଆଚାର୍ଯ୍ୟ ମାନେ କୁହନ୍ତି ଗୋବିନ୍ଦ ଦେବ ଆକର୍ଷଣ। ତାପରେ ଗୋବିନ୍ଦ ଦେବ ମହାପ୍ରଭୁ ମାନଙ୍କୁ ସେ ଉଦ୍ଧାର କରିଥିଲେ କିନ୍ତୁ କଣ ଥିଲା ଗୋବିନ୍ଦଙ୍କ ପାଖରେ ରାଧାରାଣୀ ନଥିଲେ। ଗୋବିନ୍ଦଙ୍କ ପାଖରେ ନଥିଲେ ମଦନ ମୋହନ ପାଖରେ ନଥିଲେ ଗୋପୀନାଥଙ୍କ ପାଖରେ ରାଧାରାଣୀ କେହି ନଥିଲେ। କଣ କରିବା ଆମର ଓଡିଶାର ରାଜା ପୁରୁଷୋତ୍ତମ ଜାନ ପୁରୁଷୋତ୍ତମ ରାଣା ଜଣେ ଥିଲେ ଯିଏ କି ପ୍ରତାପରୁଦ୍ର ଦେବଙ୍କ ଭଳିଆ ଭଗବାନ ମହାପ୍ରଭୁଙ୍କର ଅତି ପ୍ରିୟ ଭକ୍ତ ଥିଲେ। ସେ ଯେତେବେଳେ ଶୁଣିଲେ ଯେ ଗୋବିନ୍ଦ ଦେବଙ୍କ ପାଖରେ ରାଧାରାଣୀ ନାହାନ୍ତି ସେ କଣ କଲେ 2 ଜଣ ରାଧାରାଣୀ କି ପଠେଇଲେ ଓଡିଶାରୁ କୋଉଠି ପଠେଇଥିଲେ ବୃନ୍ଦାବନକୁ। ୟା ପୂର୍ବରୁ କାଶୀଶ୍ୱର ପଣ୍ଡିତକୁ ମହାପ୍ରଭୁ ବି ପଠେଇଥିଲେ ବୃନ୍ଦାବନକୁ ଯାଇ ଭଜନ କରୁ କାଶୀଶ୍ୱର ପଣ୍ଡିତ ପୁରା ମନା କରିଥିଲେ ମହାପ୍ରଭୁ ମୁଁ ଯିବିନି ଆପଣଙ୍କୁ ଛାଡି। ସେ ହଉଛନ୍ତି କାଶୀଶ୍ୱର ପଣ୍ଡିତ ହଉଛନ୍ତି ଚୈତନ୍ୟ ମହାପ୍ରଭୁଙ୍କର ଗୁରୁ ଭାଇ। ସେ ମନା କରିଥିଲେ ଯିବା ପାଇଁ ତାଛଡା ଚୈତନ୍ୟ ମହାପ୍ରଭୁ ସୁନାର ଗୌର ଗୋବିନ୍ଦ ମୂର୍ତ୍ତି ତାଙ୍କୁ ଦେଇଥିଲେ କହିଲେ ତମେ ନେଇକି ଯାଅ ମୁଁ ଯାହା ଇଏ ସେଇଆ ମୋ ଫରକ ନାହିଁ। କାଶୀଶ୍ୱର ପଣ୍ଡିତ ସେ ସୁନାର ଗୌର ଗୋବିନ୍ଦ ବିଗ୍ରହକୁ ନେଇକି ଯାଇଥିଲେ ବୃନ୍ଦାବନ ରୂପ ଗୋସ୍ୱାମୀ ପାଖରେ ସେଠି ଭଜନ କରିଥିଲେ। ଆଉ ଦେଖିବ ଗୋବିନ୍ଦଙ୍କ ପାଖରେ ଜଣେ ସୁନାର ବିଗ୍ରହ ଅଛନ୍ତି ସେ ହଉଛନ୍ତି ଗୌର ଗୋବିନ୍ଦ ବିଗ୍ରହ ପୁରା ସେ ସୁନାରେ ତିଆରି ସେ ବିଗ୍ରହ ବି ଅଛନ୍ତି ଗୋବିନ୍ଦ ଦେବଙ୍କ ପାଖରେ ଜୟପୁରରେ। ତେଣୁକରି ରାଜା ପୁରୁଷୋତ୍ତମ ରାଣା ଯେତେବେଳକୁ ପଠେଇଲେ 2 ଜଣ ରାଧାରାଣୀ ବୃନ୍ଦାବନକୁ ସେ ଗୋବିନ୍ଦ ମଦନ ମୋହନଙ୍କ ପାଖରେ ପହଞ୍ଚିଗଲେ। ଜଣେ ଛୋଟ ଥିଲେ ଜଣେ ବଡ ଥିଲେ ସେ ମଦନ ମୋହନ ଆଉ ଛାଡିଲେନି ଜଣେ ମଦନ ମୋହନ ପୂଜାରୀ କହିଲେ ଯେ ଛୋଟ ସେ ହଉଛନ୍ତି ରାଧାରାଣୀ ତାଙ୍କୁ ରଖ ବାଁକର ସାଇଡ ଯିଏ ବଡ ସେ ହଉଛନ୍ତି ଲଲିତା ତାଙ୍କୁ ରଖ ଡାହାଣ କର ସାଇଡ। ଆଉ ସେଠି ରହିଲେ ଏ ପୁରୁଷୋତ୍ତମ ରାଣା ସେ ଭାବିଲେ ପାଖରେ ତ ରାଧାରାଣୀ ନଥିଲେ ଗୋବିନ୍ଦ ତ 2 ଜଣଙ୍କୁ ରଖିଥିଲେ କଣ କରିବା ଆଉ ଓଡିଶାରେ କୋଉଠି ରାଧାରାଣୀ ଅଛନ୍ତି ଏଠି ତ ଘରେ ଘରେ କାଳିଆ ଠାକୁର ଜଗନ୍ନାଥ ଆଉ ଏଠି ତ ରାଧାରାଣୀ କେହି ନାହାନ୍ତି ରାଧାକୃଷ୍ଣ ବି ପୂଜା କରନ୍ତିନି ଓଡିଶାରେ ସେମିତି ଜଗନ୍ନାଥ ବି ପୂଜା କରନ୍ତି। ଦିନେ ଆମର ପୁରୀ ପାଖରେ ଗୋଟେ ଗାଁ ଅଛି ତା ନାଁ ହଉଛି ଚନ୍ଦ୍ରବିଡା ଚକ୍ରବିଡ ଚକ୍ରବିଡ ନାମ ଗୋଟେ ଗାଁ ଥିଲା ପୁରୀ ପାଖରେ। ସେଇ ଚକ୍ରବିଡ ଗ୍ରାମରେ ଲୋକମାନେ ସେଇଠି ଗୋଟେ ମନ୍ଦିରରେ ଲକ୍ଷ୍ମୀ କି ପୂଜା କରୁଥିଲେ। ଲୋକମାନେ ସେମିତି ଲକ୍ଷ୍ମୀ ଠାକୁରାଣୀ ଭାବିକି ତାଙ୍କୁ ସେବା କରୁଥିଲେ। ସେ ଲକ୍ଷ୍ମୀ ଠାକୁରାଣୀ ଯାଇକି ରାଜା ପୁରୁଷୋତ୍ତମ ଦେବଙ୍କୁ ସ୍ୱପ୍ନ ଆଦେଶ କଲେ ଯେ ମୁଁ ଲକ୍ଷ୍ମୀ ନୁହେଁ ମୁଁ ହଉଛି ରାଧା ଆଉ ମୋର ଗୋବିନ୍ଦ ଦେବ ବର୍ତ୍ତମାନ ବୃନ୍ଦାବନ ପ୍ରକଟ ହେଇଗଲେଣି ଆଉ ମର୍ତ୍ତେ ତମେ ସେଠିକି ପଠାଅ। ରାଜା ପୁରୁଷୋତ୍ତମ ଦେବ ସେଇ ଯୋଉ ଚକ୍ରବିଡ ନାମ ଗ୍ରାମକୁ ଆସିକି ସେଇଠୁ ରାଧାରାଣୀକି ନେଇକି ବୃନ୍ଦାବନ ପଠେଇଥିଲେ ଯୋଉଠିକି ସେ ରାଧାରାଣୀ ଗୋବିନ୍ଦ ଦେବଙ୍କ ପାଖରେ ରହିଥିଲେ। ଯେତେବେଳେ ରାଧାରାଣୀ ଆସିଲେ ରୂପ ଗୋସ୍ୱାମୀ ରାଧାରାଣୀଙ୍କର ଖୁସି ପାଇଁ ବହୁତ ସ୍ତୁତି ବହୁତ ସ୍ତବ ଲେଖିଥିଲେ। ଆଉ ସେଇଠି ଗୋଟେ ସ୍ତବ ଥିଲା ଗୋଟେ ସ୍ତବ ନାଁ ଥିଲା ଚାଟୁ ପୁଷ୍ପାଞ୍ଜଳି। ସେଇ ଚାଟୁ ପୁଷ୍ପାଞ୍ଜଳିରେ ରାଧାରାଣୀଙ୍କର ସବୁ ରୂପ ବର୍ଣ୍ଣନା ସହିତ ଏଇ ରୂପଟା ସନାତନ ଗୋସ୍ୱାମୀ ପଢିଲେ
ସେ ଦେଖିଲେ ଯେ ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀଙ୍କର ରାଧାରାଣୀଙ୍କର ବେଣୀକି କଣ କରିଥିଲେ ନା ଗୋଟେ ସର୍ପ ସହିତ ତୁଳନା କରିଥିଲେ, ଗୋଟେ ସାପ ସହିତ ତୁଳନା କରିଥିଲେ। ଏଇ ସାପ ତୁଳନାଟା ସନାତନ ଗୋସ୍ୱାମୀ ଭଲ ଲାଗିଲା। ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ କହିଲେ ରୂପ ଗୋସ୍ୱାମୀଙ୍କର ଦୈନ୍ୟତା ଦେଖ, ତାଙ୍କ ଲେଖାକୁ ବି ସେ କହୁଛନ୍ତି ସେ ଠିକ ଲେଖିଛନ୍ତି, ଭୁଲ ଲେଖି ନାହାନ୍ତି, କିନ୍ତୁ ସେ ମାନେ ଆଜ୍ଞା ତାପରେ ଏଠି କହିକି ସନାତନ ଗୋସ୍ୱାମୀ ଯେତେବେଳେ ଆସିଛନ୍ତି ସେ ଲୀଳା ସ୍ମରଣ କରୁଛନ୍ତି ଯେ ବୃନ୍ଦାବନରେ କୁଞ୍ଜରେ ରାଧାରାଣୀ ଆଉ ଶ୍ୟାମ ସୁନ୍ଦର କୁଞ୍ଜରେ ଝୁଲୁଛନ୍ତି, ଆଉ ପଛକରେ ଗୋଟେ ବେଣୀ ଯୋଉଟା ସର୍ପ ଭଳି। ସେଠି ସନାତନ ଗୋସ୍ୱାମୀ କହୁଛନ୍ତି ଏଇ ସାପ 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 ରାଧାରାଣୀ ସାପ। ଯେତେବେଳେ ଦେବ ରାଧାରାଣୀ ଯେତେବେଳେ ହସି ଦେଇକି ପଳେଇଲେ ଦେଖିଲା ତାଙ୍କ ବେଣୀଟା, ଯିଏ ଦେଖିଲେ ଯେ ସର୍ପ ଭଳିଆ ଦୃଶ୍ୟମାନ ହଉଥିବା ବେଣୀ, ଆଉ ସେ ସର୍ପ ହିଁ ଦଂଶୁଛି କାହାକୁ ନା କୃଷ୍ଣ। ଆଉ ଆଉ ଗୋଟେ ଲୀଳା ପୁଣି ଦେଖିଲେ ଯେ ରାଧା ପୀଠରେ ରାଧାରାଣୀ ସଖୀ ମାନଙ୍କ ସହିତ କୁଣ୍ଡରେ ରାଧା କୁଣ୍ଡରେ ପହଁରୁଛନ୍ତି। ସ୍ତ୍ରୀ ମାନେ ପହଁରିଲା ତାଙ୍କ ଦେଖିବା ଛୋଟପିଲା ପଛରେ ତେଣୁକରି ରାଧାରାଣୀ ପହଁରୁଛନ୍ତି ନା ଛୋଟପିଲା ସେ ସର୍ପ ଭଳିଆ ବଙ୍କା ବଙ୍କା ହଉଛି। ସେଇ ସନାତନ ଗୋସ୍ୱାମୀ କହୁଛନ୍ତି ଲାଲି ଲାଲି ତ ପଛକରେ ସାପ ଅଛି। ରାଧାରାଣୀ ହସିକି ପଳେଇଲା, ରାଧାରାଣୀ ଉଠିକି ପଳେଇଲେ ତାଙ୍କ ବେଣୀଟା। ତ ସନାତନ ଗୋସ୍ୱାମୀ ଜାଣିପାରିଲେ ଯେ ଆଉ ଗୋସ୍ୱାମୀ ଠିକ ରଚନା କରିଥିଲେ, ଠିକ ଲେଖିଥିଲେ। ମୁଁ ବୁଝିବାକୁ ସେ ଆସି ପୁଣି ସନାତନ ଗୋସ୍ୱାମୀ କହିଥିଲେ ନାଇଁ ତମ ଲେଖା ହିଁ ଠିକ ଥିଲା, ମୁଁ ବୁଝିବା ବୋଲି ସେ ରୂପ ଗୋସ୍ୱାମୀ କହିଥିଲେ। ତାପରେ 1590 ମସିହାରେ ମାନସିଂହ ଦେବ ଯିଏ ଥିଲେ ସେ ସମୟରେ ମାନେ ମୁସଲମାନ ରାଜା, ସେ ବହୁତ ଧାର୍ମିକ ଥିଲେ, ରାଜା ମାନସିଂହ। ଆଉ ସେ କଣ କରିଥିଲେ ଗୋବିନ୍ଦ ଦେବଙ୍କର ମନ୍ଦିରକୁ ବନେଇଥିଲେ। ଆଉ ତାଙ୍କର ସେ କଣ କରିଥିଲେ 1614 ମସିହାରେ ଶରୀର ତ୍ୟାଗ କରିଥିଲେ। 100 ବର୍ଷ ଧରି ସବୁ ସେବା ପୂଜା ଠିକ 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 ରୂପେ ଚାଲି ଆସିଥିଲା। ତାପରେ କିଏ ଆସିଲେ ନା ବାଦଶାହ ଔରଙ୍ଗଜେବ। ବାଦଶାହ ଔରଙ୍ଗଜେବ ଆସିଲେ, ତାଙ୍କର ମନ୍ତ୍ରୀ କହିଲେ ବାଦଶାହ ଦେଖିପାରୁଛ ତ ବୃନ୍ଦାବନର ଜ୍ୟୋତିକି, ହିନ୍ଦୁ ଧର୍ମର ଜ୍ୟୋତିକି। ବାଦଶାହ ସେଠି ସାଙ୍ଗେ ସାଙ୍ଗେ ଔରଙ୍ଗଜେବ ବହୁତ କ୍ରୁର ଥିଲା, ସେ ସବୁ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲା। ଆଉ ସବୁ ଆମର ମନ୍ଦିର ଆମେ ଦେଖୁଛେ ଆଜି ଆମର ଭଗବାନଙ୍କ ଜନ୍ମ ସ୍ଥାନରେ ମସ୍ଜିଦ କରିଦିଆଯାଇଛି। ଆମର ବହୁତ ମଦନ ମୋହନଙ୍କର ମନ୍ଦିର ଚୂଳ ଭାଙ୍ଗି ଯାଇଛି। ବହୁତ ସାରା ଆମ ବୃନ୍ଦାବନରେ ମୁଖ୍ୟ ବିଗ୍ରହ ଅଛନ୍ତି କେବଳ 2 ଜଣ ଅଛନ୍ତି, ରମଣଲାଲ ବଲ୍ଲଭ 3 ଜଣ ଅଛନ୍ତି, ଆଉ ବାକି ସମସ୍ତେ ପଳେଇଛନ୍ତି ଅଲଗା ଅଲଗା ଜାଗାକୁ। ଶ୍ରୀନାଥ ପଳେଇଲେ ନାଥ ଦ୍ୱାରକୁ, ଗୋବିନ୍ଦ ଗୋପୀନାଥ ମଦନ ମୋହନ କରଳି ଜୟପୁର ପଳେଇଲେ। ଏମିତି ସବୁ ସାକ୍ଷୀ ଗୋପାଳ ପଳେଇ ଆସିଲେ ସାକ୍ଷୀ ଦେବା ପାଇଁ ଓଡିଶା। ଏଭଳି କାଳକ୍ରମେ ଯୋଉ ଔରଙ୍ଗଜେବର ଆକ୍ରମଣରେ ହିନ୍ଦୁ ମନ୍ଦିର ନଷ୍ଟ କଲେ। ତା ପୂର୍ବରୁ ରୂପ ଗୋସ୍ୱାମୀ ଯେତେବେଳେ ଥିଲେ ବୃନ୍ଦାବନରେ, ସେତେବେଳେ ବଲ୍ଲଭାଚାର୍ଯ୍ୟ ଆସିଥିଲେ ରୂପ ଗୋସ୍ୱାମୀଙ୍କ ପାଖକୁ, ତାଙ୍କର ଭକ୍ତି ରସାମୃତ ସିନ୍ଧୁ ଗ୍ରନ୍ଥ ସେ ସମୟରେ ରଚନା କରିଥିଲେ। ସେ ସମୟରେ ଯେତେବେଳେ ଆସିଥିଲେ ସେ ଦେଖିଥିଲେ କଣ ଗୋଟେ ଭୁଲଟେ ଥିଲା, ମୁକ୍ତି କି ସେ ପିଚାସି ସହିତ ତୁଳନା କରିଛନ୍ତି। ମାନେ ମୁକ୍ତି ହଉଛି ଭକ୍ତିର ରାଶି, ତେଣୁ ଭକ୍ତ କେବେ ମୁକ୍ତି ଚାହେଁନି, ଭକ୍ତ ଭକ୍ତି ଚାହେଁ। ତେଣୁକରି ସେ ମୁକ୍ତି କି ପିଚାସି ସହିତ ତୁଳନା କରିଥିଲେ ଗୋଟେ ଭୂତ ସହିତ। ଯେତେବେଳେ ଏଇ କଥାଟାକୁ ଚୁକ୍ତି କରିଥିଲେ ବଲ୍ଲଭାଚାର୍ଯ୍ୟ, ଆଉ ଯୁକ୍ତି କରିଥିଲା ରୂପ ଗୋସ୍ୱାମୀ ମାନେ ନେଇଥିଲେ। ଏଇ କଥାଟା ଜୀବ ଗୋସ୍ୱାମୀ ଯେତେବେଳେ ଜାଣିଲେ, ଜୀବ ଗୋସ୍ୱାମୀ କଣ କଲେ ନା ସାଙ୍ଗେ ସାଙ୍ଗେ ଆରେ ମୋ ଗୁରୁଙ୍କର ଅପମାନ କଲେ, ସାଙ୍ଗେ ସାଙ୍ଗେ ଯୋଉ ବଲ୍ଲଭାଚାର୍ଯ୍ୟ ଯାଇକି ଯମୁନାରେ ଗାଧଉଛନ୍ତି, ଯାଇକି ତାଙ୍କ ସହିତ ଯୁକ୍ତି ତର୍କ କଲେ। ଯୁକ୍ତି ତର୍କରେ ତାଙ୍କୁ ହରେଇ ଦେଲେ ଯେତେବେଳେ ସେ ବଲ୍ଲଭାଚାର୍ଯ୍ୟ ଆସିକି କହିଲେ କାହାକୁ ରୂପ ଗୋସ୍ୱାମୀ ଯେ ଆପଣଙ୍କର ମହାନ ଶିଷ୍ୟ ଅଛନ୍ତି, ସେ କେତେ ବିଦ୍ୱାନ, ଆଉ ମୁଁ ବୁଝିପାରିନଥିଲି ଆପଣଙ୍କ ଯୁକ୍ତିଟାକୁ, ଏଇ ପଦଟାକୁ ସେ ମତେ ବୁଝେଇଦେଲେ। ନା କିଏ ନା ଜୀବ ଗୋସ୍ୱାମୀ। ସେଠି ରୂପ ଗୋସ୍ୱାମୀ ରାଗିଗଲେ, ପୁରା କ୍ରୋଧିତ ହେଇଗଲେ। କାହା ଉପରେ ନା ଜୀବ ଗୋସ୍ୱାମୀ ଉପରେ। କହିଲେ ଜୀବ ତୁ କଣ ପାଇଁ ଆସିଛୁ, ତୋର ଅହଙ୍କାର ପ୍ରବଳ ଅଛି, ତୁ ମୁହଁ ଦେଖିବା ପାଇଁ ଚାହୁଁନି, ତୁ ତୁରନ୍ତ ପଳା, ମୋର ତୋର ସେବା ନେବା ପାଇଁ ଚାହୁଁ। ତାପରେ ଜୀବ ଗୋସ୍ୱାମୀ ଗୁରୁଙ୍କ ଆଦେଶ ପାଳନ କରି, ରୂପ ଗୋସ୍ୱାମୀ ଆଦେଶ ପାଳନ କରି ସେ ଆସିଥିଲେ ମଥୁରାରେ ଗୋଟେ ଗଛ କୂଳରେ ନଖାଇ ଭଜନ କରୁଥିଲେ। ଦିନେ ସନାତନ ଗୋସ୍ୱାମୀ ଯାଇଥିଲେ ମଥୁରାକୁ ମଧୁପୁରୀ କରିବା ପାଇଁ। ଜଣେ ମା କହିଲେ ବାବା ଆଉ ଜଣେ ସାଧୁ ଅଛନ୍ତି, କେତେ ମହାନ, କିଛି ଖାଉନାହାନ୍ତି ପିଉନାହାନ୍ତି, ଭଜନ କରୁଛନ୍ତି, ଦେହ କ୍ଷୀଣ। ସନାତନ ଗୋସ୍ୱାମୀ କହିଲେ କିଏ ସେ ମହାନ ସାଧୁ ଯାହାର ଗୁଣଗାନ ବ୍ରଜବାସୀ ମାନେ କରୁଛନ୍ତି। ଯେତେବେଳେ ସନାତନ ଗୋସ୍ୱାମୀ ସେ ଜାଗାକୁ ଗଲେ ଦେଖିଲେ ଜୀବ ଗୋସ୍ୱାମୀ।
ଆଉ ସନାତନ ଗୋସ୍ୱାମୀ କହିଲେ ଜୀବ ତମର ଏଇ ଅବସ୍ଥା କଣ ଏମିତି ଖାଇନା ପିଇନା ଦେହ ଅସୁସ୍ଥ ଏସବୁ ଅବସ୍ଥା କଣ ଏମିତି ତାଥିରେ ଜୀବ ଗୋସ୍ୱାମୀ ସବୁ କହିଲେ ତାଥିରେ ରୂପ ଗୋସ୍ୱାମୀ ଜୀବ ସରି ସନାତନ ଗୋସ୍ୱାମୀ ଜୀବ ଗୋସ୍ୱାମୀ ରୂପ ଗୋସ୍ୱାମୀ ପାଖକୁ ଆସିଲେ କହିଲେ ରୂପ ଆଉ ମହାପ୍ରଭୁ କଣ ଶିକ୍ଷା ଦେଇଛନ୍ତି ଜୀବେ ଦୟା ନା ମହାପ୍ରଭୁ ଶିକ୍ଷା ଦେଇଛନ୍ତି ଜୀବ ଦୟା ତମେ ଜୀବ ପ୍ରତି ଦୟା କରିଛ ତମେ ଜୀବ ପ୍ରତି ଅନ୍ୟାୟ କରିଛ ରୂପ ଗୋସ୍ୱାମୀ ଜୀବ କୋଉଠି ଅଛି ତାକୁ ମୁଁ ଖୋଜୁଛି ନା ତମର ଆଦେଶ ପାଳନ କରିବା ପାଇଁ ସେ ମନ୍ଦିରରେ ନ ଖାଇ ନ ପିଇ ତମେ ଆଦେଶ କଲେ ସେ ଆସିବ ରୂପ ଗୋସ୍ୱାମୀ ଯାଇକି ଜୀବ ଗୋସ୍ୱାମୀ କି ଆଲିଙ୍ଗନ କରି ଧରିକି ଆସିଲେ କହିଲେ ଜୀବ ତମେ ଜାଣିଛ ତମେ ଗଲା ପରଠାରୁ ମୁଁ କିଛି ବି ଗୋଟେ ବି ଗ୍ରନ୍ଥ ଆଗକୁ ଲେଖିନି ମୁଁ କିଛି ବି ସେବା କରିପାରୁନି ବର୍ତ୍ତମାନ ତମେ ଆସିଲେ ମୁଁ ସେବା ଆରମ୍ଭ କରିବି ଏଇଭଳି ରୂପ ଗୋସ୍ୱାମୀ ଜୀବ ଗୋସ୍ୱାମୀ ରୂପ ଗୋସ୍ୱାମୀଙ୍କର ସେବା କରିଥିଲେ ଆଉ ଏମିତି ବର୍ଣ୍ଣନା କରାଯାଇଛି ଯେତେବେଳେ ଏଇଟା ଲୋକନାଥ ଗୋସ୍ୱାମୀ କି ଚୈତନ୍ୟ ମହାପ୍ରଭୁ ପଠେଇଲେ ବୃନ୍ଦାବନ ପ୍ରଥମେ ରୂପ ସନାତନଙ୍କ ପୂର୍ବରୁ ଲୋକନାଥ ଗୋସ୍ୱାମୀଙ୍କୁ ପଠା ହେଇଥିଲା ବୃନ୍ଦାବନ ସେତେବେଳେ ରୂପ ଗୋସ୍ୱାମୀ କେବଳ ତା ପୂର୍ବରୁ ଭୂଗର୍ଭ ଗୋସ୍ୱାମୀ ଥିଲେ ବୃନ୍ଦାବନରେ ଭୂଗର୍ଭ ଗୋସ୍ୱାମୀ ଥିଲେ ତାପରେ ଲୋକନାଥ ଗୋସ୍ୱାମୀ ଗଲେ ଏଇଠି ଗୋଟେ ବର୍ଣ୍ଣନା କରିବି ଯେ ଜୟପୁର ରାଜାଙ୍କର କନ୍ୟା ତାଙ୍କ ନାଁ ଥିଲା ନାଁଟା ଭୁଲିଗଲି କି ବାଇ କରମେତି ବାଇ ସେ ପ୍ରଥମେ ବ୍ରଜରେ ବାସ କରୁଥିଲେ ତାପରେ ଭୂଗର୍ଭ ଗୋସ୍ୱାମୀ ଗଲେ ତାପରେ ଯାଇକି ଲୋକନାଥ ଗୋସ୍ୱାମୀ ଗଲେ କରମେତି ବାଇ ଯେତେବେଳକୁ ତାଙ୍କ ବାପା ତାଙ୍କ ବିବାହ କରିବା ପାଇଁ ବସିଥିଲେ ବିବାହର ପୂର୍ବ ଦିନ କରମେତି ବାଇ ଦେଖିଲେ ଯେ ତାଙ୍କ ଘରେ ବହୁତ ପଶୁ ଅଛନ୍ତି ଭୋଜି ଦିଅ ତାଙ୍କୁ କାଟିକି ବଳି ଦିଆହବ ସେମିତି ଖାଇବାକୁ ଦିଆହବ ବାହାଘର ଭୋଜି ତେଣୁକରି ତାଙ୍କ ମାଆଙ୍କୁ ପଚାରିଲେ ମା ଏମାନେ ସବୁ କଣ ଆସିଛନ୍ତି ସବୁ ପଶୁ ମାନେ ସବୁ ଜୀବ ମାନେ ନା ତୋ ବାହାଘର କାଲି ତ ସବୁ ଭୋଜି ଦେବା ପାଇଁ ଆସିଛି ସବୁ ଭୋଜି ଦିଆହବ କରମେତି ବାଇ ସେଠି ସାଙ୍ଗେ ସାଙ୍ଗେ ରାତାରାତି କଣ କରିଛନ୍ତି ସେ ସବୁ ତ୍ୟାଗ କରି ପଳେଇ ଆସିଥିଲେ ବୃନ୍ଦାବନ ମଥୁରାର ଆଉ ସେଇଠି ଗୋଟେ ସେ ଜାଣିଛନ୍ତି ତାଙ୍କ ବାପା ଜଣେ ମହାନ ପରାକ୍ରମୀ ସେ ତାଙ୍କ ଯୋଉଠି ଥିଲେ ଖୋଜିକି ବାହାର କରିଦେଲେ ସେ କରମେତି ବାଇ କଣ କଲେ ଗୋଟେ ଓଟଟେ ମରିକି ପଡିଥିଲା ସେ ଓଟ ଭିତରେ ପଶିଗଲେ ତିନି ରାତି ତାଙ୍କ ବାପା ସେଠୁ ଖୋଜିଲେ ଲୋକମାନେ କହିଲେ ଯେ ମଥୁରାର ସେ ଜାଗାରେ ଗୋଟେ ଓଟ ଅଛି ମରିକି ସେଠି ଜୀବଜନ୍ତୁ ଅଛନ୍ତି ମାନେ ନିହାତି ଗୋଟେ ମନୁଷ୍ୟ ବାସ କରୁଛି ସେଠି ଯେତେବେଳେ କରମେତି ବାଇ କି ଗଲେ ତାଙ୍କ ବାପା ଖୋଜିଲେ ଦେଖିଲେ କରମେତି ବାଇ ଓଟ ଭିତରେ ଅଛି ଆଉ କରମେତି ବାଇଙ୍କର ଶରୀରରେ କିଛି ବସ୍ତ୍ର ନଥିଲା ସାଙ୍ଗେ ସାଙ୍ଗେ ତାଙ୍କ ପିତା ତାଙ୍କର ଶରୀରରୁ ବସ୍ତ୍ର କାଢିଦେଲେ କରମେତି ବାଇକୁ ପିନ୍ଧିଦେଲେ ଆଉ କରମେତି ବାଇ ତାଙ୍କ ବାପା କହିଲେ ମାରେ ତୁ କଣ କଲୁ ମୋର ନାକ କାଟିଦେଲୁ ଆଉ ବାହାଘର ରାତି ପାଇଲେ ମ୍ୟାରେଜ ତୁ ଛାଡିଦେ ବାହାଘର ସବୁ ଆସିଛନ୍ତି ତୁ ସବୁ ପଳେଇ ଆସିଲୁ ଆଉ ତୁ ଯୋଉ ମଲା ଓଟ ଏଇ ଯୋଉ ପଚା ସଢା ପାଖରେ କେମିତି ରହିପାରିଲୁ ଏଠି କରମେତି ବାଇ କହିଲେ ବାବା ଗୋଟେ ବିଷୟର ମତେ ଓଟର ପଚା ସଢା ଯେତିକି ଖରାପ ଲାଗିଲାନି ଗୋଟେ ବିଷୟୀ ବାସନା ଗୋଟେ ଜୀବ ହତ୍ୟା ମତେ ତାଠୁ ଆହୁରି ଅଧିକ ଖରାପ ଲାଗିଲା ମୁଁ ପଳେଇ ଆସିଲି ଆଉ ତୁ ମୋ ନାକ କାଟିଦେଲୁ ଯେତେବେଳେ କହିଲେ ତେଣୁକରି କରମେତି ବାଇ ଆଉ କିଛି କହିଲେନି ତାପରେ ସେଠି ଭଜନ କଲେ ମାନେ ଯେମିତି କହନ୍ତିନି ଗୋଟେ କନ୍ୟା ତା ପିତା ନାକ କାଟିଯାଏ ଗୋଟେ ପୁତ୍ର ତା ପୁଅର ନାକ କାଟିଯାଏ ତେଣୁକରି ଆମର ଦେଖିବେ ରାଧାରାଣୀ ହୁଅନ୍ତୁ ରାଧାରାଣୀ ଏଇଟା ଗୋଟେ ନାକ ଗୁଣା ଲଗେଇଛନ୍ତି ତେଣୁକରି ତାଙ୍କ ଗୋଟେ ପିତାର ଗୌରବ ହଉଛି ତା କନ୍ୟାର ନାକ ଗୋଟେ ପିତାର ଗୌରବ ହଉଛି ନାକ ତେଣୁକରି ଦେଖିବା ଆମର ବୃଷଭାନୁ ଶ୍ରୀମତୀ ରାଧାରାଣୀ ସବୁ ନାକ ଗଣା ଲଗେଇଥାନ୍ତି ଆଉ ଦେଖିବ ସାକ୍ଷୀ ଗୋପାଳ ପାଖରେ ରାଧାରାଣୀ ଏଡେ ନାକ ଗଣା ଲଗେଇଛନ୍ତି ତେଣୁକରି ଇଏ ହଉଛି କୁହାଯାଏ ଆମର ପରମ୍ପରାରେ ସମ୍ମାନ ହେଇଯାଏ ବୋଲି ତେଣୁ ଗୋଟେ କନ୍ୟା ଗୋଟେ ପିତାର ହଉଛି ସମ୍ମାନ ସମସ୍ତେ ଜାଣିଥିବେ ତେଣୁକରି ଏସବୁ ହେଲା ପରେ ମହାପ୍ରଭୁ ଲୋକନାଥ ଗୋସ୍ୱାମୀଙ୍କୁ ମହାପ୍ରଭୁ ପଠେଇଲେ ବୃନ୍ଦାବନ ସେଠି ସେ ଭୂଗର୍ଭ ଗୋସ୍ୱାମୀଙ୍କ ପାଖରେ ଭୂଗର୍ଭ ଗୋସ୍ୱାମୀଙ୍କ ଜୀବନ ଯଦି ଆମେ ଶୁଣିବା ଶୁଣିଛି ସେତିକି ମାନେ ଆମ ହୃଦୟ ତରଳି ଯିବ ତାଙ୍କର ଭକ୍ତିମୟ ଧନ୍ୟତା ତେଣୁକରି ଲୋକନାଥ ଗୋସ୍ୱାମୀ ଭୂଗର୍ଭ ଗୋସ୍ୱାମୀ ପାଖରେ ରହିକି ଭଜନ କରିଥିଲେ ଲୋକନାଥ ଗୋସ୍ୱାମୀଙ୍କର ଜଣେ ହିଁ ଶିଷ୍ୟ ଥିଲେ ନରସିଂହ ଦାସ ଠାକୁର ଆଗରୁ ଆମ ଆଚାର୍ଯ୍ୟ ମାନେ କେହି ବେଶୀ ଶିଷ୍ୟ ଗ୍ରହଣ କରୁନଥିଲେ କାହାର ଜଣେ ଦି ଜଣ ତେଣୁକରି ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କୁ ଆମ ସମ୍ପ୍ରଦାୟର ଗୁରୁ ରୂପରେ ରଖାଗଲା ଯେତେବେଳେ ସବୁ ଯାଆନ୍ତି ସବୁ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ହିଁ ଦୀକ୍ଷା ନିଅନ୍ତି ଏଇଭଳି ଭାବରେ ରୂପ ଗୋସ୍ୱାମୀଙ୍କର ବର୍ଣ୍ଣନା ତାପରେ ରୂପ ଗୋସ୍ୱାମୀଙ୍କର କିଛି ବର୍ଣ୍ଣନା ଅଛି
जे ଥରେ ରୂପ ଗୋସ୍ୱାମୀ ବୃନ୍ଦାବନରେ ବସିକି ରାଧାକୃଷ୍ଣ ଲୀଳାକୁ ସ୍ମରଣ କରୁଥିଲେ। ଲୀଳା ସ୍ମରଣ ସମୟରେ ଗୋଟେ ଲୀଳା ସ୍ମରଣ କରିଛନ୍ତି, ରାଧାରାଣୀ ତାଙ୍କ ସଖୀମାନଙ୍କ ସହିତ ଯାଇଛନ୍ତି। ଆମେ ଲିଟିଲ କୃଷ୍ଣ ଦେଖିଥିବା, ତାଙ୍କ ସଖୀମାନଙ୍କ ସହିତ ଯାଇଛନ୍ତି ଫୁଲ ତୋଳିବା ପାଇଁ। ଆଉ ଯୋଉ ଫୁଲ ତୋଳିବା ପାଇଁ ଯାଇଛନ୍ତି, ସେଇ ଫୁଲ ତୋଳିବା ସମୟରେ ଗଛର ହାତଟା ପାଉନି, ତ କୃଷ୍ଣ କଣ କଲେ, ଯାଇକି ଗଛରେ ଠିଆ ହେଇକି ଡାଳ ନଇଁ ଦେଲେ। ରାଧାରାଣୀ ଡାଳଟା ଧରିକି ଫୁଲ ତୋଳିଛନ୍ତି, କୃଷ୍ଣ ଗୋଟାକୁ ଟେକି ଦେଲେ ଏଠି ବାଳକା। ସେଠୁ ରାଧାରାଣୀ ଲଟକି ଗଲେ ଏମିତି ଗଛ ଉପରେ। ସେଠୁ ସଖୀମାନେ ସବୁ ହସୁଛନ୍ତି। ଏଇ ଲୀଳା ଦେଖିକି ରୂପ ଗୋସ୍ୱାମୀ ବି ହସି ଦଉଛନ୍ତି। ରୂପ ଗୋସ୍ୱାମୀ ହସୁଛନ୍ତି। ସେ ସମୟରେ ଜଣେ ଛୋଟା ସାଧୁ ଜଣେ ସେପଟେ ଆସୁଥିଲେ ରୂପ ଗୋସ୍ୱାମୀଙ୍କ ପାଖକୁ, ତାଙ୍କର କିଛି ଶିକ୍ଷା ନେବା ପାଇଁ। ତାପରେ ରୂପ ଗୋସ୍ୱାମୀଙ୍କର ଶିକ୍ଷା ନେବା ପାଇଁ ସେ ସାଧୁ ଜଣ ଆସୁଥାନ୍ତି। ସେ ଦେଖିଲେ ରୂପ ଗୋସ୍ୱାମୀ ମତେ ଛୋଟା ଭାବିକି ହସୁଛନ୍ତି ଭାବିକି ସେ ପଳେଇଲେ। ଆଉ ସେଇଠି ସାଙ୍ଗେ ସାଙ୍ଗେ ରୂପ ଗୋସ୍ୱାମୀଙ୍କର କୃଷ୍ଣ ଲୀଳା ସ୍ମରଣ ମାନେ ବନ୍ଦ ହେଇଗଲା, ବୈଷ୍ଣବ ଅପରାଧ ହେଇଗଲା। ଦେଖ ବୈଷ୍ଣବ ଜଗତରେ କିଭଳି ବୈଷ୍ଣବ ଅପରାଧ, ଅଜ୍ଞାତ ସାରରେ ସେ କୃଷ୍ଣଙ୍କର ଲୀଳା ସ୍ମରଣ କରିକି ହସୁଛନ୍ତି। କିନ୍ତୁ ଏ ସାଧୁ ଭାବିଦେଲେ ମତେ ଦେଖିକି ହସନ୍ତି ବୋଲି, ସାଙ୍ଗେ ସାଙ୍ଗେ କୃଷ୍ଣ ସ୍ମୃତି ବି ତାଙ୍କର ଭୁଲିଗଲେ ରୂପ ଗୋସ୍ୱାମୀ। ଆଉ ତାଙ୍କର ବୈଷ୍ଣବ ଅପରାଧ ହେଲା। କଣ ଏମିତି କଣ ହେଲା, ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ କହିଲେ, ସନାତନ ଗୋସ୍ୱାମୀ କହିଲେ ବୋଧେ ବୈଷ୍ଣବ ଅପରାଧ ହେଇଛି। ତମ ବୃନ୍ଦାବନ ସବୁ ବୈଷ୍ଣବଙ୍କୁ ଡାକ ଖାଇବା ପାଇଁ, ଯିଏ ନ ଆସିବ ସେ ତା ଜାଣେ ଅପରାଧ। ସମସ୍ତେ ଡକା ହେଲା, ସେଇ ସାଧୁ ଜଣକ ଆସିନାହାନ୍ତି। ସେ ରୂପ ଗୋସ୍ୱାମୀ ତାଙ୍କ ପାଖକୁ ଗଲେ, ତାଙ୍କୁ କ୍ଷମା ପ୍ରାର୍ଥନା କଲେ, କହିଲେ ସବୁ ସେ ତାଙ୍କୁ ତାଙ୍କର ଭୁଲ ବୁଝିପାରି ରୂପ ଗୋସ୍ୱାମୀଙ୍କର ଶରଣରେ ଆସିଥିଲେ। ଆଉ ଥରେ ଏଭଳି କୁହାଯାଇଛି ଯେ ରୂପ ଗୋସ୍ୱାମୀ ପୁଣି ଲୀଳା ସ୍ମରଣ କରୁଛନ୍ତି। ଲୀଳା ସ୍ମରଣ କରୁଛନ୍ତି, ସେ ଲୀଳା ସ୍ମରଣ କରୁଛନ୍ତି ସେ ଗୋଲ ବୃନ୍ଦାବନ କୁଞ୍ଜରେ ରାଧାରାଣୀ ମାନେ ସଖୀ ମାନେ ରାଧାରାଣୀ ପୁରା ସୁନ୍ଦର ଭାବରେ ସଜାଉଛନ୍ତି। ପୁରା ସୁନ୍ଦର ଶୃଙ୍ଗାର କରି ସୁନ୍ଦର ଭାବରେ ରାଧାରାଣୀ ସେ ସଜେଇ ଦଉଛନ୍ତି। ସଜେଇକି ରାଧାରାଣୀకి ଆଇନାଟା ଦଉଛନ୍ତି, ଦେଖ। ରାଧାରାଣୀ ଯୋଉ ଆଇନା ଦେଖୁଛନ୍ତି, ସେ ଦେଖୁଛନ୍ତି ଆଇନା ପଛରେ କୃଷ୍ଣ କଦମ୍ବରେ ରହିକି ଡୁଙ୍ଗୁଛନ୍ତି। ଏଇ ସବୁ ଲୀଳା ଦେଖିକି ଗୋପୀମାନେ ବି ହସିଦେଲେ। ଆଉ ଯେତେବେଳେ ଗୋପୀମାନେ ହସିଦେଲେ, ସେଠୁ ରୂପ ଗୋସ୍ୱାମୀ ହସିଦେଲେ। କିଛି ସାଧୁ ଆସୁନାହାନ୍ତି, ରୂପ ଗୋସ୍ୱାମୀଙ୍କୁ ଭେଟ ହେବେ ବୋଲି। ସେମାନେ ଦେଖିଲେ ରୂପ ଗୋସ୍ୱାମୀ ହସି ଦଉଛନ୍ତି, ରୂପ ଗୋସ୍ୱାମୀ ଆମକୁ ଦେଖି ହସୁଛନ୍ତି। ସେ ବି ରାଗିକି ପଳେଇଲେ। ସେଠି ପୁଣି ଆଉ ଥରେ ରୂପ ଗୋସ୍ୱାମୀଙ୍କ କୃଷ୍ଣ ସ୍ମରଣରେ ବାଧା ହେଲା। ସେ ସନାତନ ଗୋସ୍ୱାମୀ କଲେ, ସନାତନ ଗୋସ୍ୱାମୀ ସେଇ ସାଧୁ ମାନଙ୍କ ପାଖକୁ ଗଲେ, ତାଙ୍କୁ ସବୁ କହିଲେ ତମେ ଦିଟା ବୁଝିଦେଲା ଭୁଲ ବୁଝିଛ। ରୂପ ଗୋସ୍ୱାମୀ ଲୀଳା ସ୍ମରଣ କରୁଛନ୍ତି, ଆଉ ସେ ଲୀଳା ସ୍ମରଣ କରିକି ହସୁଛନ୍ତି। ଇଏ ବୁଝିପାରିଲେ ଯେ ଆগে ଆମେ ଭୁଲ ବୁଝିକି ରୂପ ଗୋସ୍ୱାମୀ ମାନେ ଭାବିଥିଲୁ ଏମାନେ ଆଇଲେ ରୂପ ଗୋସ୍ୱାମୀ କି ଭୁଲ ମାଗିବା ପାଇଁ, ରୂପ ଗୋସ୍ୱାମୀ ଗଲେ ଏମାନଙ୍କୁ ଭୁଲ ମାଗିବା ପାଇଁ। ବାଟରେ ସାକ୍ଷାତ ଦେଲେ, ସମସ୍ତେ ଦୁହିଁଙ୍କୁ ଦଣ୍ଡବତ ପ୍ରଣାମ କଲେ। ଆଉ ସେଇଠି ପୁଣି ସେବା କରିବା ଆରମ୍ଭ ହେଇଥିଲା। ଏଇଭଳି ଆଉ ଗୋଟେ କୁହାଯାଇଛି, ଶ୍ରୀଲ ପ୍ରଭୁପାଦ ଯେତେବେଳେ ରାଧା ଦାମୋଦର ମନ୍ଦିରରେ ରହିକି ଗ୍ରନ୍ଥ ରଚନା କରୁଥିଲେ, ସେଇ ସମୟରେ ସାକ୍ଷାତ ରୂପ ଗୋସ୍ୱାମୀ ପ୍ରକଟ ହେଇକି ତାଙ୍କୁ ଦୀକ୍ଷା ଦେଇଥିଲେ, ଦର୍ଶନ ଦେଇଥିଲେ। ଆଉ କହିଥିଲେ ତମେ ମୋ ଗ୍ରନ୍ଥର ରଚନା କର ବୋଲି। ପ୍ରଭୁପାଦ ରୂପ ଗୋସ୍ୱାମୀ ପ୍ରଭୁପାଦଙ୍କୁ ସାକ୍ଷାତ ଦର୍ଶନ ଦେଇଥିଲେ। ତେଣୁକରି ଏଇଭଳି ଭାବରେ ଆମର ରୂପ ଗୋସ୍ୱାମୀଙ୍କର ଜୀବନୀ ଚରିତ୍ର। ଆଉ ହଁ, ରୂପ ଗୋସ୍ୱାମୀଙ୍କର ଜନ୍ମ ହଉଛି 1493 ମସିହାରେ ହୋଇଥିଲା। ଆଉ ସେ ବ୍ରଜ ଲୀଳାରେ କଣ ଥିଲେ ନା, ସେ ବ୍ରଜ ଲୀଳାରେ ରୂପ ମଞ୍ଜରୀ ଥିଲେ, ରାଧାରାଣୀଙ୍କର ପ୍ରିୟ ସଖୀଙ୍କର ସେବିକା ଥିଲେ। ଆଉ ରୂପ ଗୋସ୍ୱାମୀଙ୍କର ଅପ୍ରକଟର ସମୟ ହଉଛି 1486 ମସିହା ସନରେ। ଆଉ ସେ ପୁରା 75 ବର୍ଷ, 73ରୁ 75 ବର୍ଷ ପର୍ଯ୍ୟନ୍ତ ଧରାଧାମରେ ବାସ କରିକି ମହାପ୍ରଭୁଙ୍କ ଲୀଳାରେ ମହାପ୍ରଭୁଙ୍କୁ ଆମର ପ୍ରଚାର ଲୀଳାରେ ସହଯୋଗ କରିଥିଲା। ଆଉ ରୂପ ଗୋସ୍ୱାମୀ କୁହାଯାଇଛି, ରୂପ ଗୋସ୍ୱାମୀ ଯେତେବେଳକୁ ଆମର ଗୋପାଳ ଭଟ୍ଟ ଗୋସ୍ୱାମୀ ଯେତେବେଳେ ଗୋପାଳ ଭଟ୍ଟ ଗୋସ୍ୱାମୀ ଭାଗବତ କଥା କହୁଥିଲେ, ରଘୁନାଥ ଭଟ୍ଟ ଗୋସ୍ୱାମୀ ଯେତେବେଳେ ଭାଗବତ କଥା କହୁଥିଲେ, ସେଇଠି କବି କର୍ଣ୍ଣପୁର ତାଙ୍କ ପାଖରେ ଥିଲେ। ଆଉ ସେ ଯେତେବେଳେ ଭାଗବତ କଥା କହୁଥିଲେ, ରୂପ ଗୋସ୍ୱାମୀ ଶ୍ରବଣ କରୁଥିଲେ। ରୂପ ଗୋସ୍ୱାମୀ ଭାଗବତ କଥା ସେଭଳି ଶ୍ରବଣ କରୁଥିଲେ, ତାଙ୍କ ଶରୀରରୁ ଲୋମ ପୁରା ପୁଲକିତ ହଉଥିଲା। ଆଉ ପୁରା ଅଗ୍ନି ଭଳି ଲୁହ ବାହାରୁଥିଲା, ଏତେ ସେ ଭାବ ସ୍ତରରେ ଶ୍ରବଣ କରୁଥିଲେ ରୂପ ଗୋସ୍ୱାମୀ। ଆଉ ରୂପ ଗୋସ୍ୱାମୀଙ୍କର ଗୋଟେ ରଚନା ଥିଲା, କଣ ସେ ମାନେ ସେ ରଚନା ପାଠ ଗୋଟେ ଗ୍ରନ୍ଥ ଲେଖିଥିଲେ। ସେଇ ଗ୍ରନ୍ଥ ଯେତେବେଳେ ପଢିଲେ ରଘୁନାଥ ଦାସ ଗୋସ୍ୱାମୀ, ସେ ଏଭଳି ଧୈର୍ଯ୍ୟ ହେଇକି କ୍ରନ୍ଦନ କଲେ ଯେ ସେ ନିଜକୁ ଆଉ ରୋକି ପାଇଲେନି। ସେଠି ପୁଣି ରୂପ ଗୋସ୍ୱାମୀ କଣ କଲେ, ଦାନ କେଳି କୌମୁଦି ନାମକ ଆଉ ଗୋଟେ କାବ୍ୟ ରଚନା କଲେ। ସେଇ କାବ୍ୟ ଗୋଟେ ହାସ୍ୟ କାବ୍ୟ। ସେ ହାସ୍ୟ କାବ୍ୟ ପଢିକି ରୂପ ଗୋସ୍ୱାମୀ ରଘୁନାଥ ଗୋସ୍ୱାମୀଙ୍କର ସେ ଯୋଉ ଭାବ ସେ ତରଳିଗଲା। ସେ ହାସ୍ୟ ରସ ଭିତରେ ଗୋଟେ ରସ ଅଛି। ଥରେ ଦ୍ୱାରିକାରେ ଭଗବାନ କୃଷ୍ଣ
ରୁକ୍ମିଣୀ କି କହୁଛନ୍ତି, ସେତେବେଳେ ପୁଣି କୋଉ ସମୟରେ କହୁଛନ୍ତି ନା, ସେତେବେଳେ ରୁକ୍ମିଣୀଙ୍କର 10ଟା ସନ୍ତାନ ହେଲାଣି, ତାଙ୍କ ସନ୍ତାନଙ୍କର ସନ୍ତାନ ହେଲାଣି। ସେଇ ସମୟରେ କୃଷ୍ଣ କହୁଛନ୍ତି ରୁକ୍ମିଣୀ କି, ରୁକ୍ମିଣୀ ତମେ ଯଦି ଚାହିଁବ ଆଉ ଜଣଙ୍କୁ ବିବାହ କରିପାରିବ। ସେଠି ସାଙ୍ଗେ ସାଙ୍ଗେ ରୁକ୍ମିଣୀ ଦେବୀ ଅଚେତା ହେଲେ। ମାନେ ଦେଖ, ମାନେ କୃଷ୍ଣ ରୁକ୍ମିଣୀ ସହିତ ଏଇ ଥଟ୍ଟା ପରିହାସ କରୁଥିଲେ। ତମେ ଚାହିଁବ ମତେ ଛାଡିକି ଆଉ ଗୋଟେ ସୁନ୍ଦର ପୁରୁଷ ପାଖକୁ ଯାଇପାରିବ। ପ୍ରତ୍ୟେକ କଥାର ଗୋଟେ ଗୋଟେ ଉତ୍ତରରେ ରୁକ୍ମିଣୀ ଦେବୀ କୃଷ୍ଣଙ୍କର କଥାକୁ କାଟୁଥିଲେ ଯେ ତମର ଜଗତରେ ସୁନ୍ଦର କେହି ନାହାନ୍ତି। ଏଇଭଳି ଭାବରେ ରୁକ୍ମିଣୀ ଦେବୀ ସହିତ ଭଗବାନ କୃଷ୍ଣ ହାସ୍ୟ ଲୀଳା ବି କରୁଥିଲେ। ଏସବୁ ଲୀଳା ଶୁଣିକି ରଘୁନାଥ ଦାସ ଗୋସ୍ୱାମୀଙ୍କର ସେ ଯୋଉ ହୃଦୟର ସବୁ କଷ୍ଟ ବା ଭାବ ଯୋଉ ଦଗ୍ଧୀଭୂତ ଥିଲା, ସେ ସବୁ ଧୀରେ ଧୀରେ ଇଏ ହେଲା, ଶାନ୍ତ ହେଲା। ତାପରେ ରୂପ ଗୋସ୍ୱାମୀ ବହୁତ ସାରା ଗ୍ରନ୍ଥ ରଚନା କରିଥିଲେ। ସେଇ ଗ୍ରନ୍ଥ ଭିତରୁ ହଂସଦୂତ କାବ୍ୟ, ଉଦ୍ଧବ ସନ୍ଦେଶ, ଶ୍ରୀକୃଷ୍ଣ ଜନ୍ମ ବିଧି, ବୃହତ୍ ଗଣଦେଶ ଦୀପିକା, ଶ୍ରୀ ଲଘୁ ଗଣଦେଶ ଦୀପିକା, ସ୍ତବମାଳା, ବିଦଗ୍ଧ ମାଧବ, ଲଳିତ ମାଧବ, ଦାନକେଳି କୌମୁଦୀ, ଭକ୍ତି ରସାମୃତ ସିନ୍ଧୁ, ଉଜ୍ଜ୍ୱଳ ନୀଳମଣି, ପ୍ରଯୁକ୍ତ ବାକ୍ୟ ଚନ୍ଦ୍ରିକା, ମଥୁରା ମହିମା, ପଦ୍ୟାବଳୀ, ନାଟକ ଚନ୍ଦ୍ରିକା ଏବଂ ଲଘୁ ଭାଗବତାମୃତ ଆଦି ରୂପ ଗୋସ୍ୱାମୀ ସବୁ ଗ୍ରନ୍ଥକୁ ଲେଖିଥିଲେ। ଏଭଳି ଭାବରେ ଆମର ରୂପ ଗୋସ୍ୱାମୀ ହେଉଛନ୍ତି ଆମର ସମ୍ପ୍ରଦାୟର ମୁଖ୍ୟ ଆଚାର୍ଯ୍ୟ, ରୂପାନୁଗ ଧାରା ବୋଲି କୁହାଯାଇଛି। ତେଣୁକରି ଆମେ ଏଇ ରୂପ ଗୋସ୍ୱାମୀଙ୍କ ପାଖରେ ପ୍ରାର୍ଥନା କରିବା ଯେ କିଭଳି ସେ ଆମକୁ ତାଙ୍କର ଶରଣ ଆଶ୍ରିତ କରିକି ମହାପ୍ରଭୁଙ୍କର ସେ ଯୋଉ କୃପା ପ୍ରାପ୍ତ ହେଇଥିଲେ ଆମକୁ ସେଇ କୃପା ପ୍ରଦାନ କରେ। ଜୟ ଶ୍ରୀ ରୂପ ଗୋସ୍ୱାମୀ की जय गोस्वामी महाप्रभु की श्रील जय प्रभुपाद जय गौर प्रेमानंद हरे हरि बहुत बोल धन्यवाद ଯୋଉମାନେ ସମୟ ଧରି ଏ କଥା ଶ୍ରବଣ କରୁଥିଲେ। ଆଶା କରେ ସମସ୍ତେ କିଛି ନା କିଛି ଶ୍ରବଣ କରିଥିବ ଆଉ ଶୁଣିଥିବ, ଆଉ ତାହାକୁ ନିଜ ଜୀବନରେ ଲଗେଇବ, ଆଉ ତାକୁ ମନେ ରଖିବ ନିଜର ଭକ୍ତିମୟ ଜୀବନ ତାକୁ କେମିତି ଲଗେଇବା ପାଇଁ। ହରେ କୃଷ୍ଣ। ଯଦି କାହାର କିଛି ଥିବ 5 ମିନିଟ୍ ସମୟ ଦେବେ ଆଲୋଚନା କରିବା ପାଇଁ, ତାହେଲେ ଆମେ କ୍ଲାସକୁ ବନ୍ଦ କରିବା। କିଛି କହିବେ? ଯାହା ମୁଁ ବୈଷ୍ଣବ ମାନଙ୍କ ମୁଖରୁ ଶୁଣିଥିଲି, ଶାସ୍ତ୍ର ପଢିଥିଲେ ଉପଗୋସ୍ୱାମୀରୁ ତାକୁ ମୁଁ କହିଛି। ହଁ, ଯିଏ ହାତ ଉଠେଇଛନ୍ତି ସେ କୁହନ୍ତୁ, କିଛି ଅସୁବିଧା ନାହିଁ। ଚିହ୍ନ ମାତାଜୀ କୁହନ୍ତୁ। हरे कृष्ण प्रभु जी, धन्यवाद प्रणाम प्रभु जी। प्रभु जी जो रूप गोस्वामी माने को स्थान रे रही के माने साधना करथले कहले प्रभु जी, से नाडा कहले प्रभु जी कादम्ब नाम तो कोन कहले टेर कदम, आज्ञा ବୃନ୍ଦାବନ ନନ୍ଦଗାଁ ପାଖରେ ଟେର କଦମ। आज्ञा धन्यवाद प्रभु जी। ସମସ୍ତେ ରୂପକୁ ସମସ୍ତେ ଜାଣିଲେ, ନେକ୍ସଟ କୁ ସମସ୍ତେ ପ୍ରିପାରେସନ ହବା ସନାତନ ଗୋସ୍ୱାମୀ ବିଷୟରେ ଜାଣିବା। ଆଉ ବହୁତ ସୁନ୍ଦର ସନାତନ ଗୋସ୍ୱାମୀଙ୍କର ଜୀବନୀ ଅଛି, ତାଙ୍କର ବହୁତ ମଧୁର ଲୀଳା ବି ଅଛି ମଦନ ମୋହନଙ୍କ ସହିତ। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ कृष्ण ହରେ हरे हरे राम हरे हरे राम राम हरे राम हरे राम हरे राम 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 हरे हरे। बहुत बहुत धन्यवाद समस्त की क्लास जॉइन करथिले, जोने अरेंज करथिले तांको धन्यवाद। गुरु गौरांग टीम को धन्यवाद। जय गुरु गौरांग सेवा ग्रुप की जय हो। जय 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 हरे बोल। हरे कृष्ण प्रभु दंडवत प्रणाम। बहुत बंद बहुत करिया पितृ को। आज्ञा प्रभु। बहुत बहुत धन्यवाद ଆପଣଙ୍କ ଏତେ ସେବା କିଛି ବି ଆମକୁ ସମୟ ଦେଉଛନ୍ତି ଗୁରୁ ଗୌରାଙ୍ଗ ସେବା ଗ୍ରୁପ ତରଫରୁ ସମସ୍ତଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। କୃପା କରନ୍ତୁ ସବୁ ଶନିବାର ଆପଣ ଦେବା ପାଇଁ ଏମିତି କଣ୍ଟିନ୍ୟୁଅସ୍ ସିରିଜ୍ ଚାଲୁ। ଆଉ ଆମର ଏପଟେ ତ ସୁଶୀଲ କୃଷ୍ଣ ପ୍ରଭୁ ବି କହିଛନ୍ତି ତାଙ୍କ ସିରିଜରେ ସେ ରହିବେ, ତ ଦି ଜଣ ଯାକ କିଛି କମ୍ବିନେସନ କରନା ତାଙ୍କୁ ଜ୍ଞାନ ଦେଲେ ଆମେ ବି ଜ୍ଞାନ ପାରିବୁ। ତ ପ୍ରଭୁଜୀଙ୍କ ପାଇଁ ସମସ୍ତେ ହରି ବୋଲ ହରି ବୋଲ ହରି हरि ବୋଲ बोल हरि ହରି बोल ବୋଲ। हरि बोल हरि बोल हरि बोल। ओके, ତାହେଲେ ଏଇଟା ଆମେ କ୍ଲାସକୁ ଏଣ୍ଡ କରିବା। ବାଞ୍ଛା କଳ୍ପତରୁ ଭୀଷ୍ମ ସିନ୍ଧୁ पावनेभ्यः ବୈଷ୍ଣବ
जय श्री प्रभुपाद की जय 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 श्री गुरुदेव की जय निताय जय गौर प्रेमानंदे हरि 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 हरे हरि हरे हरि हरे बोल। हरि बोल। समस्त बहुत 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 धन्यवाद हरे बोल।